ସମସ୍ତଙ୍କୁ ଏଜୁକେଟର ଆଉ ଗୋଟେ ନୂଆ ସେସନକୁ ବହୁତ ବହୁତ ସ୍ୱାଗତ। ଆପଣମାନଙ୍କୁ କେମିତି ମୋ ସେସନ ମୋ ପଢ଼ା କେମିତି ଲାଗୁଛି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯଦି ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ନେକ୍ସଟ ଯେଉଁ ପ୍ରିଭିୟସଲି ମୁଁ ପଢ଼େଇଥିଲି ସାଇକୋଲୋଜି ବିଷୟରେ, ତ କିଛିଟା ଟପିକ୍ ରହିଯାଇଥିଲା ଯେଉଁଟାକୁ ମୁଁ କହିଥିଲି କି ନେକ୍ସଟ ସେସନରେ ଆମେ ପଢ଼ିବା, ଯାହାକି ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏଜୁକେସନାଲ ସାଇକୋଲୋଜି। ଆପଣମାନେ ସମସ୍ତେ ଜାଣିବା ଦରକାର ଏଜୁକେସନାଲ ସାଇକୋଲୋଜି କ'ଣ, ଏଜୁକେସନରେ ସାଇକୋଲୋଜିର ଇମ୍ପୋର୍ଟାନ୍ସ କ'ଣ, ଆଉ ଆମେ ସାଇକୋଲୋଜି ପଢ଼ିବା କ'ଣ ପାଇଁ ଜରୁରୀ, ଏଜୁକେସନାଲ ସାଇକୋଲୋଜି ପଢ଼ିବା କ'ଣ ପାଇଁ ଜରୁରୀ। ତ ଲେଟ୍ ନ କରି ଚାଲନ୍ତୁ ଆଜି ସେସନଟିକୁ ଷ୍ଟାର୍ଟ କରିବା। ଟିକେ ଲଙ୍ଗ ରହିବ ସେସନ୍, କିନ୍ତୁ ଆପଣମାନେ ଧ୍ୟାନସେ ସବୁ ଶୁଣିବେ। ବହୁତ ଇମ୍ପୋର୍ଟାଣ୍ଟ ସେସନ୍ ଅଛି, ଯେଉଁଟାକି ଆପଣମାନେ ନିଜର ଦୈନନ୍ଦିନ ଜୀବନରେ ମଧ୍ୟ ସବୁ ଘଟଣା ଗୁଡ଼ିକୁ ଦେଖିପାରୁଥିବେ, ଜାଣିପାରୁଥିବେ, ନିଜ ଭିତରେ ଫିଲ୍ କରିପାରୁଥିବେ। ମୋ ସେସନ୍ ଦ୍ୱାରା ଯଦି କିଛି ବି ରିଲେଟ୍ ହେଇଗଲା ସେଇ ଜିନିଷ, ତ ଆପଣମାନେ ସେଇଠୁ କିଛି ବି ଗୋଟେ ହେଲ୍ପ ପାଇଯିବେ, ଯେଉଁଟାକି ନିଜ ପାଇଁ ବି ଗୋଟେ ହେଲ୍ପ କରିବ, ଆପଣଙ୍କ ସାଙ୍ଗସାଥି ଆଉ ଯିଏ ଆପଣଙ୍କର ପାଖରେ ଥିବେ ତାକୁ ମଧ୍ୟ ଆପଣ ହେଲ୍ପ କରିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ଆମେ ଷ୍ଟାର୍ଟ କରିବା ଆମର ଆଜିକାର ଟପିକ୍ ଏଜୁକେସନାଲ ସାଇକୋଲୋଜି। ଆଚ୍ଛା, ସାଇକୋଲୋଜି ବିଷୟରେ ଯେଉଁ ମୁଁ ଆପଣମାନଙ୍କୁ ପଢ଼େଇଥିଲି, ସାଇକୋଲୋଜି ମାନେ କ'ଣ, ସାଇକୋଲୋଜିର ଇମ୍ପୋର୍ଟାନ୍ସ କ'ଣ, ଏବେ ଆମେ ଜାଣିବା କି ଏଜୁକେସନାଲ ସାଇକୋଲୋଜି କ'ଣ। ଆଚ୍ଛା, ହ୍ୱାଟ୍ ଇଜ୍ ଏଜୁକେସନାଲ ସାଇକୋଲୋଜି? ଶିକ୍ଷା ମନୋବିଜ୍ଞାନର ଅର୍ଥ। ଆମେ ମନୋବିଜ୍ଞାନ ତ ଜାଣିଗଲୁ, ସାଇକୋଲୋଜି ଯାହାକୁ କୁହାଯାଏ, କିନ୍ତୁ ଶିକ୍ଷା ବାବଦରେ ଆପଣମାନେ କ'ଣ ଜାଣିଛନ୍ତି? ହଁ, ଆମେ ଯେଉଁଟା କିଛି ଲୋକ କହିବେ କି ଆମେ ଯେଉଁଟା ସ୍କୁଲରୁ ଆରମ୍ଭ କରିକି ଆମେ ତାପରେ ବଡ଼ କଲେଜକୁ ଯାଉ, କଲେଜରୁ ଆମେ ୟୁନିଭର୍ସିଟିକୁ ଯାଉ, ୟୁନିଭର୍ସିଟିରୁ ତାପରେ ନେକ୍ସଟ ଆମେ PhD ଯେଉଁ ଲାଇନକୁ ଯାଉ, ସେଇ ସବୁ ଜିନିଷ ଆମେ ଶିକ୍ଷା ଲାଭ କରୁ। ସାମାନ୍ୟ ହିସାବରେ କହିବା ପାଇଁ ଗଲେ ସମସ୍ତେ ଏଇଟା ହିଁ ବୁଝନ୍ତି। କିନ୍ତୁ ଯଦି ଆମେ ଟିକେ ଡିପ୍କୁ ଦେଖିବା ପାଇଁ ଯିବା, ଯେଉଁ ମୁଁ ସାଇକୋଲୋଜିରେ ବି ପଢ଼େଇଥିଲି କି ଆମେ ଯେତେବେଳେ ଛୋଟ ପିଲାଟା ମା ଗର୍ଭରେ ଥାଏ, ସେତେବେଳ ଠାରୁ ଆରମ୍ଭ କରିକି ମୃତ୍ୟୁ ଶଯ୍ୟା ପର୍ଯ୍ୟନ୍ତ ଗୋଟେ ବ୍ୟକ୍ତି ପାଇଁ ଶିକ୍ଷା କେବେ ବି ସମାପ୍ତ ହୋଇନଥାଏ। ଶିକ୍ଷା ପ୍ରତ୍ୟେକଟି ମୁମେଣ୍ଟରେ ଆପଣମାନେ ଚାହିଁଲେ ଶିଖିପାରିବେ। ଯେମିତି ଆପଣମାନେ ମହାଭାରତରେ ଷ୍ଟୋରି ଗୋଟେ ଶୁଣିଥିବେ କି ଅଭିମନ୍ୟୁ ଯେତେବେଳେ ତାଙ୍କ ମାଙ୍କ ପେଟରେ ଥିଲେ, ସେତେବେଳେ ଯେଉଁ ଚକ୍ରବ୍ୟୁହର ଯେତେବେଳେ କେମିତି ବାହାରିବା ପାଇଁ ହବ ଅର୍ଜୁନ ତାଙ୍କୁ କହୁଥିଲେ, ସେତେବେଳେ ଜଷ୍ଟ ଶୋଇପଡ଼ିଥିଲେ, ଯେଉଁ ସୁଭଦ୍ରା ଶୋଇପଡ଼ିଥିଲେ, ତାଙ୍କ ନାମ ମୁଁ ଠିକ୍ସେ ଯଦି ଭୁଲ କହୁଥିବି ଆପଣମାନେ ଟିକେ ରେକ୍ଟିଫାଏ କରିଦେବେ। ତ ଶୋଇପଡ଼ିଥିଲେ ବୋଲି ସେ କେମିତି ବାହାରିବାକୁ ହୁଏ ସେଇ ଜିନିଷଟା ସେ ଜାଣିପାରିନଥିଲେ। ତ ଭାବନ୍ତୁ, ସିଏ ଯଦି ମାତାଙ୍କର ଗର୍ଭରେ ଥିଲାବେଳୁ ଶିକ୍ଷା ଗ୍ରହଣ କରୁଥିଲେ, ଶୁଣୁଥିଲେ, ତେଣୁକରି ଆମେ ଗୋଟେ ମା ପେଟରେ ଯେତେବେଳେ ଗୋଟେ ପିଲାଟା ରହୁଛି, ଆମେ ଯାହା ବି ଆକ୍ଟିଭିଟି କରୁଛୁ, ଆମେ ଯାହା ବି ଗୋଟେ ମା ଯାହା ବି ପଢ଼ୁଛି, ଯାହା ବି ଖାଉଛି, ଯାହା ବି ମାନେ ମନରେ ନେଉଛି, ଦୁଃଖ ହେଉଛି କିମ୍ବା କାନ୍ଦୁଛି, ଏଭ୍ରିଥିଙ୍ଗ ଛୁଆ ରିସିଭ୍ କରୁଛି। ଯଦ୍ୱାରା ଯେତେବେଳେ ସେ ବାହାରକୁ ଆସୁଛି, ଆମେ ସବୁବେଳେ କହୁନା ଇଏ ତା ବାପାଙ୍କ ଭଳିଆ ଯାଇଛି, ଇଏ ତା ମାଙ୍କ ଭଳିଆ ଯାଇଛି, ଇଏ ଟିକେ ଟିକେ କଥାରେ ଇମୋସନ୍ ହେଇଯାଏ, ଇଏ ଟିକେ ଟିକେ କ'ଣ ପାଇଁ, ସେଇ ଜିନିଷଟା ସେ ତା ମାତାଙ୍କ ଗର୍ଭରୁ, ସେଇ ଜିନିଷଟା ସେ ମା ଗର୍ଭରୁ ଶିକ୍ଷା ଲାଭ କରିଛି, ସେ ଯେଉଁ ଅନୁଭବ କରିଛି ସେ ଜିନିଷଟା। ଆଉ ଗୋଟେ ଏଇଟା ତ ରହିଗଲା ମା କ୍ଷେତ୍ରର, ଯେଉଁ ଛୁଆ ଯେତେବେଳେ ପେଟରୁ ଥାଏ ସେତେବେଳର ଶିକ୍ଷା। ତାପରେ ଯେତେବେଳେ ଛୁଆଟା ଯେତେବେଳେ ଜନ୍ମ ନେଉଛି, କିଛି ମାନେ ସମୟ ବ୍ୟତୀତ ଗଲା ପରେ, କିଛି ସମୟ ହେଲା ପରେ ଆପଣମାନେ ଦେଖୁଥିବେ ପିଲାଟିକୁ ଆମେ ଯାହା ଶିକ୍ଷା ଦେବୁ ଛୋଟ ପିଲାକୁ, ସେମାନେ ସେଇଟା କରନ୍ତି। ସେମାନେ ବଡ଼ମାନଙ୍କୁ ବେଶୀ ଅନୁକରଣ କରନ୍ତି। ବଡ଼ମାନେ ଯଦି ସେମାନେ ଚାହାନ୍ତିନି ଛୋଟ ହେଇକି ଆମେ ଛୋଟ ଭଳିଆ ରହିବୁ, ଆମେ କେତେ ଜଲ୍ଦି ବଡ଼ ହେବୁ, ସେଇଟା ସେମାନେ ଅପେକ୍ଷା କରନ୍ତି। ତ ବଡ଼ମାନଙ୍କୁ ଅନୁକରଣ କରନ୍ତି, ବଡ଼ମାନଙ୍କୁ ଦେଖନ୍ତି। ଆପଣମାନେ ଯଦି ଛୋଟ ଛୋଟ ପିଲା ଆପଣଙ୍କ ନିକଟରେ ଥିବେ, ପାଖରେ ଥିବେ, ତାଙ୍କୁ ଅନୁଧ୍ୟାନ କଲେ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ। ତାପରେ ରହିଗଲା ବଡ଼ ଟିକେ ହେଲୁ,
ଟିକେ ଯେତେବେଳେ ବଡ଼ ଆଉ ଟିକେ ବଡ଼ ହେଇଯିବୁ ଆମେ ଯେତେବେଳେ ଆଡଲ୍ଟହୁଡକୁ ପଳେଇ ଆସୁଛୁ ଯେତେବେଳେ ଗୋଟେ ସ୍ତର ଆସୁଛି ଆମର ସେଇ ସମୟରେ ବି ଆମକୁ କିଛିଟା ଜିନିଷ ଖରାପ ବି ମିଳେ, କିଛିଟା ଜିନିଷ ଭଲ ବି ମିଳେ। ତାହା ଆମକୁ ପରବର୍ତ୍ତୀ ସମୟରେ ଜଣା ପଡେ କି ନାଇଁ ଏଇ ଜିନିଷଟା ଆମ ପାଇଁ ଖରାପ ଥିଲା, ଏଇ ଜିନିଷଟା ଆମ ପାଇଁ ଭଲ ଥିଲା, ଏଇ ଜିନିଷଟା ପାଇଁ ଆଜି ଆମ ଲାଇଫରେ ଏଇ ଜିନିଷ ଘଟିଗଲା। ତ ସେଇଟା ବି ଗୋଟେ ଟାଇପର ଶିକ୍ଷା। ତେଣୁକରି ଯେତେବେଳେ ବୃଦ୍ଧାବସ୍ଥା ହୁଏ, ବୃଦ୍ଧାବସ୍ଥାରେ ଦେଖିବେ କିଛି କିଛି ଲୋକ କୁହନ୍ତି ଲୋକ ଛୋଟ ହେଇଯାଆନ୍ତି। ତ କଣ ପାଇଁ ହୁଅନ୍ତି ସେମାନେ? ତାଙ୍କର କିଛିଟା ନେଚର, କିଛିଟା ଜିନିଷ ମାନେ ଅନୁଭବ ସେମାନଙ୍କର ସେମିତି ରହିଯାଏ। ସେମାନଙ୍କର ଟାଇମରେ ସେଇ ଯୋଉ ବୃଦ୍ଧାବସ୍ଥାରେ ସେମାନେ ସେଇ ଜିନିଷଟାକୁ ଅନୁଭବ କରନ୍ତି, ଯାହା ସେମାନେ କରି ଆସିଛନ୍ତି ତାଙ୍କର ଜୀବନ ବ୍ୟାପୀ, ଯୋଉଟା ସେମାନେ ବିତି ଆସିଛନ୍ତି, ଯୋଉ ସମୟଟାକୁ ଯାହା ବି ଖରାପ କରିଥାନ୍ତୁ, ଯାହା ବି ଭଲ କରିଥାନ୍ତୁ, ତାହା ତାଙ୍କର ରିମାଇଣ୍ଡରେ ଆସେ। ତେଣୁକରି ଦେଖିବେ ବୁଢା ବୁଢୀ ଲୋକ ଥିବେ, ସେମାନେ ଟିକେ କଥା କହିବା ପାଇଁ ବେଶୀ ପସନ୍ଦ ପାଆନ୍ତି। ସେମାନେ ଟିକେ ସେତେବେଳେ ସମସ୍ତଙ୍କ ଗହଣରେ ରହିବା ପାଇଁ ଭଲ ପାଆନ୍ତି। ଯଦି ଆପଣ ସେତିକି ଜିନିଷ ନ ଦେଇପାରିଲେ ସେମାନେ ଚିଡଚିଡା ଭାବ ଦେଖାନ୍ତି। ତେଣୁକରି ସେଇ ଷ୍ଟେଜର ତାଙ୍କର ଜିନିଷଟା ସେମାନେ ଯୋଉ ଶିଖେଇକି ଆସିଲେ, ସେମାନେ ଯୋଉ ଶିକ୍ଷା ଲାଭ କରିକି ଆସିଲେ, ସେଇ ଟାଇମରେ ତାଙ୍କୁ ସେଇ ଜିନିଷଟା ରିଫ୍ଲେକ୍ଟ ପକାଏ, ସେଇ ଜିନିଷଟା ପ୍ରଭାବ ପକାଏ। ତେଣୁକରି ସେଇ ଟାଇମରେ ବି ମଧ୍ୟ ସେମାନେ ଶିକ୍ଷା ଲାଭ କରନ୍ତି। କି ଯେତେବେଳେ କୌଣସି ରିଟାୟାର୍ଡ ପର୍ସନକୁ ଆପଣ ଦେଖୁଛନ୍ତି, ସେମାନେ ସାଙ୍ଗେ ସାଙ୍ଗେ ଚାକିରିରୁ ଆସିବା ପରେ ସେମାନେ ଚାହାନ୍ତି ଆମେ କୋଉ ଜାଗାରେ ଗୋଟେ ଏନଗେଜ ହେଇଯିବୁ। କଣ ପାଇଁ? ସେମାନେ ଏକୁଟିଆ ରହିବା ପାଇଁ ପସନ୍ଦ କରନ୍ତିନି। ଏକୁଟିଆ ରହିଲେ ସେମାନେ ତାଙ୍କର ଅନୁଭୂତି ଏଇଟା ଶିଖାଏ କି ଏକୁଟିଆ ରହିବା ଦ୍ୱାରା ମନରେ ଦୁନିଆ ଭ୍ରାନ୍ତ କଥାବାର୍ତ୍ତା ଆସେ। ତ ସେଇଟା ସେମାନେ କୋଉଠୁ ପାଇଲେ? ଯୋଉଟା ଆସେ ସେମାନେ ତାଙ୍କ ଜୀବନ କାଳରେ ଶିକ୍ଷା ଲାଭ କରିକି ଗଲେ, ଯୋଉଟା ସେମାନେ ବୃଦ୍ଧାବସ୍ଥା କାଳରେ ଅନୁଭବ କରନ୍ତି କି ନାଇଁ ଖାଲି ବସିବା ଦ୍ୱାରା ମୁଣ୍ଡରେ ଦୁନିଆ ପ୍ରକାର ଚିନ୍ତା ଆସେ। ତେଣୁକରି ଚାଲ କୋଉ ଜାଗାରେ ଗୋଟେ ଏନଗେଜ ହେଇଯିବା, କୋଉଠି ଗୋଟେ କାମ କରିବା, କୋଉଠି ଗୋଟେ ଲାଗିଯିବା, କୌଣସି ଗୋଟେ ମନୋରୁଚକର କାମ କରିବା। ସେଇ ଜିନିଷଟା ସେମାନେ ତାଙ୍କର ଜୀବନ ବ୍ୟାପ୍ତରେ ଶିକ୍ଷା କରିଥାନ୍ତି, ଯୋଉଟା ସେମାନେ ଲାଷ୍ଟ ବେଳକୁ କରନ୍ତି। ତ ଯାହା ବି ହଉ, ଡେରି ନ କରି ଚାଲନ୍ତୁ ଆମେ ଆଜି ପଢିବା ଏଜୁକେଶନାଲ ସାଇକୋଲୋଜି। ଏଜୁକେଶନାଲ ସାଇକୋଲୋଜି is the scientific study of how people learn and how teachers can help them learn effectively. It deals with understanding learners' behavior, emotions, thinking in educational settings. एजुकेशनल साइकोलॉजी माने एजुकेशनल फील्ड रे आमे साइकोलॉजी को केमती अप्लाई करछु। एजुकेशनल फील्ड माने कहा को सिए नउची? शिक्षक, शिक्षार्थी एवं शिक्षा परिवेश जो हमरो रहुची। किंतु मूल हमरो को माने रही गले शिक्षक आ गोटे शिक्षार्थी। किंतु शिक्षार्थी भी सेडी मूल हो जाउचंदी। शिक्षक और शिक्षार्थी भितर जदि आमे कहा को इंपोर्टेंस दबु, से हेले शिक्षार्थी जो माने शिक्षा लाभ करचंती। तांकु जदि जने शिक्षक भल भाबरे शिक्षा देई पारले नाही, भल भाबरे तांकु अनुशीलन करि पारले नाही, तांको मन भितर कथा किछि जानि पारले नाही, तांको अनुଯାयी तांको नीड, तांकु को जो जिंस दरकार सेही हिसाब रे तांको पाठ पढेले पारिले नाही, तांको भितरर भावना को से बुझी पारिले नाही, तेबे कोनोसी प्रकार शिक्षादान प्रक्रिया सफल होई परिबो नाही। सेही जिंस को सफल किए करोइबो? एजुकेशनल साइकोलॉजी। जने शिक्षक जेतेबेले एजुकेशनल साइकोलॉजी पढुचंती, सिए प्रत्येकटी पिलार बिहेवियर फील्ड को जानुचंती, प्रत्येक पिलार नेचर को जानुचंती, प्रत्येक पिलार गुण तार व्यवहार को जानुचंती। समस्त जो इंडिविजुअल डिफरेंस हमें वर्ड टी लगौचे सेटा शिक्षक जानुचंती केमिति? साइकोलॉजी, एजुकेशनल साइकोलॉजी तांको कहूची जे प्रत्येक पिलांको भितरे गोटे धारणा करिवार, गोटे बुझीवार, गोटे इमोशन गोटे अलगा थाए, जोटा कि तांको अलगा बोली विवेचित करे। तेणुकरी सेई जिंस को ध्यान देकी सब बेले शिक्षक शिक्षादान करिबा उचित। एहा किए कहूची? एजुकेशनल साइकोलॉजी कहूची। एहा गोटे वैज्ञानिक अध्ययन निश्चय, जोटी एक्सपेरिमेंट हला सेटा गोटे साइंस रे ही जीवन फील्ड रे। तो आमे एठी कोन करूचु? आमे गोटे पिला को एक्सपेरिमेंट करूचु। आमे जेतेबेले शिक्षा परिवेश रे रहूचु, गोटे श्रेणी गृह रे रहूचु, सेठी बहुत प्रकार रो पिला अछंती।
ଆମେ ସମସ୍ତଙ୍କୁ କ'ଣ କରୁଛୁ, ଏକ୍ସପେରିମେଣ୍ଟ କରୁଛୁ, ଦେଖୁଛୁ ଏ ପିଲାଟାର ନା ନେଚର ଏମିତି, ଏ ପିଲାଟା ଟିକେ ରାଗି, ଏ ପିଲାଟା ସାଙ୍ଗେ ସାଙ୍ଗେ କହିଦେଲେ ପୁରା କାନ୍ଦି ପକାଏ, ଏଇଟା କ'ଣ ପାଇଁ ଆମେ କହୁଛୁ? କାହିଁକି ନା ଆମେ ତାଙ୍କୁ ଅବଜରଭେସନ କୋଉଠି ନା କୋଉଠି କରୁଛୁ, ଆମେ ତାଙ୍କୁ ଏକ୍ସପେରିମେଣ୍ଟ କରୁଛୁ, ଯଦ୍ୱାରା ଆମେ ଜାଣିପାରୁଛୁ ଯେ ସେମାନଙ୍କ ବିହେଭିଅର କେମିତି ରହୁଛି, ଯଦ୍ୱାରା ଶିକ୍ଷକ କ'ଣ କରିବେ, ସେମାନଙ୍କ ବିହେଭିଅର ଅନୁଯାୟୀ ତାଙ୍କୁ ପଢ଼େଇବାରେ ସଫଳ ହେବେ। ତେଣୁକରି ଆମକୁ ଏଜୁକେସନ କ୍ଷେତ୍ରରେ ସାଇକୋଲୋଜିକୁ ପଢ଼ିବା ନିଶ୍ଚିତ ଦରକାର। ନେକ୍ସଟ ଚାଲନ୍ତୁ ଗୋଟେ ସଂଜ୍ଞା ଜାଣିଦେବା। ଜେମ୍ସ ଡ୍ରିଭର କହିଥିଲେ ସାଇକୋଲୋଜିକାଲ ଷ୍ଟଡି ଅଫ୍ ନ୍ୟୁ ପ୍ରିନ୍ସିପଲ୍ସ, ନ୍ୟୁ ରିସର୍ଚ୍ଚ ଆଣ୍ଡ ପ୍ରୋବ୍ଲେମ୍ସ ଇନ୍ ଏଜୁକେସନ। ଶିକ୍ଷାରେ ନୂତନ ସିଦ୍ଧାନ୍ତ, ନୂତନ ଗବେଷଣା ଓ ସମସ୍ୟାମାନଙ୍କର ମନୋବିଜ୍ଞାନ ଅଧ୍ୟୟନ କରେ। ଶିକ୍ଷା କ୍ଷେତ୍ରରେ ବହୁତ ସାରା ଚେଞ୍ଜେସ୍ ଏବେ ଆସୁଛି, ବହୁତ ସାରା କିଛିଟା ଆସୁଛି, କିଛିଟା ଆସୁନି। ଦେଖ, ଯୋଉ ଶିକ୍ଷାର ଯୋଉ ଫିଲ୍ଡଟା ରହିଛି ସେଟା ବହୁତ ବ୍ରଡ୍। ଆଗରୁ ଯୋଉ ଆମ ବାପା ମା ମାନେ ଶିକ୍ଷା ଲାଭ କରୁଥିଲେ, ତାଙ୍କ ଟାଇମରେ ଏତେ ଗବେଷଣା, ଏତେ ଅନୁଧ୍ୟାନ, ଏତେ ସିଦ୍ଧାନ୍ତ ଉପରେ କେହି ଗୁରୁତ୍ୱ ଦଉନଥିଲେ। ପଢିଲେ ପଢିଲେ, ନହେଲେ ନାହିଁ, ଏମିତି ଟାଇପର ଜିନିଷ ଚାଲିଥିଲା। କିନ୍ତୁ ଏବେ କ'ଣ ପାଇଁ ଆମେ ଜିନିଷକୁ ଏତେ ଗୁରୁତ୍ୱ ଦଉଛେ? କାହିଁକି ପ୍ରତ୍ୟେକଟି ପିଲା ଗୋଟେ ଭଲ ମଣିଷ ହେବା ପଛରେ, ଗୋଟେ ଭଲ ନାଗରିକ ହେଇକି ଠିଆ ହେବା ପଛରେ ଶିକ୍ଷାର ବହୁତ ବଡ଼ ହାତ ରହୁଛି। ତେଣୁକରି ପ୍ରତ୍ୟେକଟି ପିଲା ଯଦି ହାରାସମେଣ୍ଟ ହେଇଗଲା ନିଜ ଶିକ୍ଷା କ୍ଷେତ୍ରରେ, ତେବେ ସେ ଶିକ୍ଷା ଆଉ କୌଣସି ପ୍ରକାର ଲାଭ କରିବନି। ସେ ସ୍କୁଲରୁ ଦୌଡ଼ିବ, ସେ ପାଠରୁ ଦୌଡ଼ିବ, ସେ ଚାହିଁବ ଯେ ମୁଁ କେମିତି ପାଠ ପଢ଼ିବିନି। ଏବେକାର ସିଚୁଏସନ ବହୁତ ଅଲଗା ହେଇଗଲାଣି। ଏବେକାର ସ୍କୁଲ, ଏବେକାର ଟିଚର ମାନେ ବହୁତ ଅଲଗା ହେଇଗଲେଣି। ଏବେକାର ପରିବେଶ ମଧ୍ୟ ଅଲଗା ହେଇଗଲାଣି। ଏବେ ଆପଣମାନେ ପିଲାମାନଙ୍କୁ ନିଜଠୁ ଆଡଭାନ୍ସ ଭଳି ଦେଖିବେ। ତେଣୁକରି ଆମକୁ ଏଇ କ୍ଷେତ୍ର ପାଇଁ, ମଡର୍ନିଟି ପାଇଁ, ଆମକୁ ଆଜିକାଲିକା ଯୋଉ ପରିବେଶ ରହିଛି, ସେଥିପାଇଁ ଆମକୁ ଶିକ୍ଷା କ୍ଷେତ୍ରରେ ନୂଆ ନୂଆ ଗବେଷଣା, ନୂଆ ନୂଆ ସିଦ୍ଧାନ୍ତ ଆଉ ନୂଆ ନୂଆ ସମସ୍ୟା ମାନଙ୍କର ଯୋଉ ସମାଧାନ କରିହବ, ତାକୁ ନେଇକି ସବୁଦିନ ଆମେ ଏକ୍ସପେରିମେଣ୍ଟ କରୁଛୁ। ସେଇ ଜିନିଷକୁ ଆମେ ଅଧ୍ୟୟନ କରୁଛୁ କୋଉ ଦ୍ୱାରା? ମନୋବିଜ୍ଞାନରେ ଆମେ ଅଧ୍ୟୟନ କରୁଛୁ, ସାଇକୋଲୋଜିରେ ଅଧ୍ୟୟନ କରୁଛୁ। କିପରି ଗୋଟେ ଛୁଆକୁ ଆମେ ଯୋଉ କୁହନ୍ତିନି ଏକ୍ସପେରିମେଣ୍ଟ, ଯଦି ଯେତେବେଳେ ସଫଳ ଆସେନି, ଆମେ ବାରମ୍ବାର ସେ ପ୍ରକ୍ରିୟା ଚଲେଇଥାଉ, ସେ କାମ ଚଲେଇଥାଉ, ଯେପର୍ଯ୍ୟନ୍ତ ଆମକୁ ରେଜଲ୍ଟ ନ ମିଳିଛି, ଯେପର୍ଯ୍ୟନ୍ତ ଆମକୁ ସାଟିସ୍ଫ୍ୟାକ୍ସନ ନ ଆସିଛି। କିନ୍ତୁ ଆଜିକାଲି ମୁଁ ଗୋଟେ କ୍ୱେଶ୍ଚନ ମାନେ ବି ଦେବି, ସ୍କୁଲ ହେଇଗଲେ, ପ୍ରତ୍ୟେକଟି ଶିକ୍ଷକ ହେଇଗଲେ, ଆଜିକାଲି ଏଇ ଜିନିଷକୁ ଗୁରୁତ୍ୱ କେତୋଟି ଜାଗାରେ ଦିଆହଉଛି। ପ୍ରତ୍ୟେକଟି ଶିକ୍ଷକ ୟା ଉପରେ ସଜାଗ ହବା ଦରକାର କି କୋଉ ଗୋଟେ ମାନେ ଖାଲି ନୁହେଁ କି ପାଠ ପଢେଇ ଦେଲେ, କି ପେନ୍ ପେପରରେ ପାଠ ପଢେଇ ଦେଲେ, ଚକ୍ ଖଡିରେ ଲେଖିଦେଲେ, ବ୍ଲାକବୋର୍ଡରେ ସେଇଟା ପାଠ ପଢା ନୁହେଁ। ପ୍ରତ୍ୟେକଟି ପିଲାଙ୍କୁ ଜାଣିବା ଦରକାର ଜଣେ ଶିକ୍ଷକ। ତାଙ୍କ ଶିକ୍ଷା କୋଠରୀରେ ଯେତେ ଜଣ ପିଲା ବସୁଛନ୍ତି, ସମସ୍ତଙ୍କ ମନୋଭାବକୁ ନେଇକି ଜଣେ ଶିକ୍ଷକ ଯଦି ସମସ୍ତଙ୍କୁ ମଣିଷ କରିପାରିଲେ, ମଣିଷ ଅର୍ଥ ନୁହେଁ ଯେ ତାଙ୍କୁ କୌଣସି ପ୍ରକାର ଗୋଟେ ବଡ଼ ଇଏରେ ଠିଆ କରେଇଦେବା, ସେ ମଣିଷ କଥା କୁହାଯାଉନି। ଗୋଟେ ଭଲ ନାଗରିକ କରିକି ଠିଆ କରେଇଦେଲେ, ଯେତେବେଳେ ସିଏ ସେଇ ପ୍ରକ୍ରିୟାକୁ ଆପ୍ଲାଏ କରୁଛନ୍ତି, ପ୍ରତ୍ୟେକଟି ପିଲାଙ୍କର ମନୋଭାବକୁ ଜାଣି, ସମସ୍ୟାକୁ ଜାଣି ଯେତେବେଳେ ଜଣେ ଶିକ୍ଷକ ତାଙ୍କୁ ହେଲ୍ପ କରୁଛନ୍ତି, ସେତେବେଳେ ଗୋଟେ ଶିକ୍ଷାଦାନ ଯୋଉ ପ୍ରଣାଳୀଟା ବେଷ୍ଟ ହେଇକି ବାହାରୁଛି। ତେଣୁକରି ଆମେ ଗୋଟେ ଛୁଆ ଯଦି ଗୋଟେ ଜିନିଷ ଉପରେ କୌଣସି ପ୍ରକାର ମନୋଭାବ ପ୍ରକାଶ କରୁନାହିଁ, କୌଣସି ପ୍ରକାର ଇଚ୍ଛା କରୁନାହିଁ, କିମ୍ବା ଗୋଟେ ଟପିକ ପସନ୍ଦ କରୁନାହିଁ, ଆମେ ତାକୁ ଅନୁଶୀଳନ କରିବା ଦରକାର। ଆମେ ତାକୁ ଭିତରେ ବିଶ୍ଳେଷଣ କରି କ'ଣ ଅସୁବିଧା ହଉଛି ତାର, ଏଇ ଜିନିଷଟା ପ୍ରତ୍ୟେକଟି ଶିକ୍ଷକ ଯଦି କରିବେ, ତେବେ ପ୍ରତ୍ୟେକଟି ଛୁଆ ଭଲ ମଣିଷ ହେଇକି ବାହାରିବେ। କୌଣସି ବି ପିଲା ବଦମାସି ନଥାନ୍ତି, କୌଣସି ପିଲା ଖରାପ ନଥାନ୍ତି। ତାଙ୍କର ବୁଝିବା ଶକ୍ତି, ତାଙ୍କର ଗ୍ରହଣ କରିବା କୌଶଳ ଅଲଗା ରହିଛି। ସେଇ ଜିନିଷକୁ ଜାଣିକି ଜଣେ ଶିକ୍ଷକ ଶିକ୍ଷାଦାନ କଲେ ହିଁ ଶିକ୍ଷାଦାନ ପ୍ରଣାଳୀ ଫଳପ୍ରଦ ହୋଇପାରିବ। ନହେଲେ ଆଜିକାଲି ଯେମିତି ଚାଲିଛି ସିଷ୍ଟମ, ବାସ୍ ବ୍ଲାକବୋର୍ଡରେ ପଢେଇ ଦେଲେ, କ'ଣ ଗୋଟେ ଲେଖିକି ହ୍ୱାଟ୍ସଆପ କରିଦେଲେ, ସରିଗଲା। ତ ମେନ୍ ଫୋକସ୍ ଏଜୁକେଶନାଲ ସାଇକୋଲୋଜି କୋଉ ଜିନିଷକୁ ମେନ୍ ଫୋକସ୍ ମାନେ ମେନ୍ ଏରିଆ କୋଉଗୁଡ଼ା ମାନେ ତାର ରଖେ?
ଲର୍ଣ୍ଣିଂ ପ୍ରୋସେସ୍, ଶିକ୍ଷା ପ୍ରକ୍ରିୟା, ହାଉ ଷ୍ଟୁଡେଣ୍ଟ ଲର୍ନ ଏଣ୍ଡ ରିମେମ୍ବର। ଗୋଟେ ଛୋଟ ପିଲା କିପରି ଶିଖୁଛି ଏବଂ ମନେ ରଖୁଛି। ମୁଁ ଯେମିତି ଆପଣମାନଙ୍କୁ ଆଉ ଟିକେ ଆଗରୁ କହୁଥିଲି, ଜଣେ ଶିକ୍ଷକ ଯେତିକି ତାଙ୍କ ଶିକ୍ଷା କଟୋରୀ ଭିତରେ ଯେତିକି ପିଲା, ଏବେ ଶିକ୍ଷକ କହିବେ ଏତିକି ପିଲାଙ୍କୁ ଅନୁଶୀଳନ କରିବା ପାଇଁ କ'ଣ ସମୟ ରହିଛି? ନାଇଁ। ଯଦି ଆମେ ଗୋଟେ ପରିବାରରେ ରହୁଛେ, ଗୋଟେ ଶିକ୍ଷା ଯୋଉ ସ୍କୁଲ, ଗୋଟେ ସ୍କୁଲର ପରିବେଶ ମଧ୍ୟ ଗୋଟେ ପରିବାର ଭଳି। ଯଦି ଆମେ ଗୋଟେ ପରିବାର ଭିତରେ ରହିକି ଆମେ ଯଦି ସମସ୍ତଙ୍କ ମନ କଥା ଜାଣିପାରୁଛେ, ତଥାପି ଆମେ ଝଗଡ଼ା ଲାଗୁଛେ, କଳି ହଉଛି, ପାଟି ହଉଛି, ଖୁସି ବି ରହୁଛି, ମାନେ ସ୍ନେହ ମମତା ବି ରହୁଛି, ସେଇ ଜିନିଷକୁ ଆଦରିକି ଆମେ ଗୋଟେ ପରିବାରରେ ଏକାଠି ହେଇକି ଚଳିପାରୁଛେ। ତେବେ ଗୋଟେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଯେତେବେଳେ ଗୋଟେ ଛୋଟ ଛୁଆ ଯିଏକି ତାର ଭାବନାକୁ ସେ ପ୍ରକାଶ କରିପାରୁନି, ତାର ଭାବନାକୁ ସେ କହିପାରୁନି, ତାକୁ ଆମେ ଜାଣିବୁ ତାହେଲେ କେମିତି? ତା ସହିତ ଇଣ୍ଟିମେଟ୍ ହେଲେ ସିନା ଆମେ ଜାଣିବୁ, ତା ସହିତ ମିଶିଲେ ଆମେ ଜାଣିବୁ, ତାକୁ ଆମେ ଯେତେବେଳେ ଅନୁଶୀଳନ କରିବୁ ଜାଣିବୁ। ପ୍ରତ୍ୟେକଟି ପିଲାଙ୍କର ତ ସମାନ ଆକାରରେ ସେମ୍ ଟାଇମରେ ତ ଗୋଟେ ଜିନିଷ ଖରାପ ବୋଲି ବାହାରିବନି, ସମସ୍ୟା ବୋଲି ବାହାରିବନି। ସବୁ ଫିଲ୍ଡରେ ଅଲଗା ଅଲଗା ସମସ୍ୟା ଦେଖା ଦେଇଥିବ। କିଛିଟା ପିଲାଙ୍କ ସମସ୍ୟା ସମାଧାନ ଆମେ କରିଦେଲୁ, ସେମାନଙ୍କର ଜୀବନ ଆମେ ପରିବର୍ତ୍ତନ କରିଦେଲୁ, ତାପରେ ଆଉ କିଛି ପିଲା ଆସିବେ, ତାଙ୍କ ଜୀବନ ଆମେ ପରିବର୍ତ୍ତନ କରିବୁ। ସେଇଟା କାହାଙ୍କର? ଗୋଟେ ଶିକ୍ଷକଙ୍କର ଦାୟିତ୍ୱ ରହୁଛି। ଗୋଟେ ଶିକ୍ଷକ ଯଦି ଏତିକି ଇମ୍ପୋର୍ଟାନ୍ସ ଗୋଟେ ଛୁଆକୁ ଦଉଛନ୍ତି, ତେବେ ସେଇ ଗୋଟେ ଛୁଆ ଯେତେବେଳେ ମଣିଷ ହବ, ସିଏ ଆଉ 5 ଜଣଙ୍କୁ ଭଲ ଶିକ୍ଷା ଦେଇକି ସିଏ ମୁଁ ଏଇ ଶିକ୍ଷକଙ୍କ ଠାରୁ ଏଇ ଶିକ୍ଷା ଗ୍ରହଣ କରିଥିଲି, ତେଣୁକରି ମୁଁ ଆଜି ତୁମକୁ ଏଇ ଶିକ୍ଷା ବାଣ୍ଟି ପାରୁଛି, ସିଏ କହିବ। ଗୋଟେ ପିଲାଠୁ ଯଦି ଆମେ କହୁଛୁ ଆଜିର ନାଗରିକ କାଲିର, ଆଜିର ଯୋଉ ଶିଶୁ କାଲିର ଭବିଷ୍ୟତ, ଆମେ ଏଇ ଜିନିଷ କହୁଛୁ, ନିଶ୍ଚିତ ଭାବରେ କାଲିର ଭବିଷ୍ୟତ ସେ ଗଢ଼ିବ ଯଦି ଆମେ ତାକୁ ଭଲ ନାଗରିକଟେ କରିକି ତୋଳିବୁ। ସେ ଯେତେବେଳେ ଛୋଟ ଥାଏ, ସେ କଞ୍ଚାମାଟି ସଦୃଶ ଥାଏ, କୌଣସି ପ୍ରକାର ତା ଦେହରେ ମାନେ ଇଏ ଲାଗିନଥାଏ କି ଗୋଟେ ସମାଜର ଆସିଯାଉ, ଗୋଟେ ବାପା ମାଙ୍କର। ସେଇ ସମୟରେ ଯଦି ଆମେ ତାକୁ ଭଲ ଜିନିଷ ଆଡ଼େ ନଉଛୁ, ଭଲ ଜିନିଷ ଶିକ୍ଷା ଦଉଛୁ, ତାର ମନୋଭାବକୁ ବୁଝୁଛୁ, ତାର ଭାବ ଆଦାନ ପ୍ରଦାନକୁ ବୁଝୁଛୁ, ତା ସହିତ ଯେମିତି ସେ ଚାହୁଁଛି ଆମେ ତାକୁ ସେମିତି ବ୍ୟବହାର ଦେଖଉଛୁ। ଅର୍ଥ ନାହିଁ ଯେ ସେ ଜିଦି କଲା ଆମେ ତାକୁ ଆଣିକି ଲେସ୍ କୁରକୁରେ ଧରେଇ ଦେଲୁ, ସେ ଜିଦି କଲା ତାକୁ ନାହିଁ ଆମେ ତାକୁ ଏକ୍ସପେନ୍ସିଭ ଗିଫ୍ଟ ଧରେଇ ଦେଲୁ। ଏସବୁ ବହୁତ ସେମାନଙ୍କୁ ଆହୁରି ଇଚ୍ଛା ଉପରକୁ ନେଇଯାଉଛି, ଯୋଉଟା କି ସେମାନେ ଭାବୁଛନ୍ତି ପିଲାମାନେ ଆମେ ଆଉ ଟିକେ ଯେତେବେଳେ ବଡ଼ ହବୁ ଆମକୁ ଆହୁରି ଜିନିଷ ମିଳିବ, ଆମେ ଆଉ ଡିମାଣ୍ଡ କଲେ, ଟିକେ କାନ୍ଦିଦେଲେ ଆମ ବାପା ମା ଏଇଟା ଆଣିକି ଧରେ। ଶିକ୍ଷା ଏଇଟା ନୁହେଁ। ଶିକ୍ଷା ଆମକୁ କ'ଣ ଶିଖଉଛି? ଆମେ ଭଲ ମନ ନେଇକି କାହିଁକି ଦେଖନ୍ତୁ, ଯେତେବେଳେ ଗୋଟେ ଛୋଟ ପିଲା, ସିଏ କ'ଣ ଆମ ଭଳିଆ, ଯେତେବେଳେ ମୁଁ ଆଉ ଟିକେ ପୂର୍ବରୁ ଯୋଉ ବୃଦ୍ଧାବସ୍ଥା କଥା କହୁଥିଲି, ଜଣେ ବୃଦ୍ଧ ଯୋଉ ଚିନ୍ତାଧାରା ରଖୁଛନ୍ତି, କେବେ ବି ଗୋଟେ ଛୋଟ ପିଲା ସେ ଚିନ୍ତାଧାରା ରଖିପାରିବନି। କାହିଁକି? ବୃଦ୍ଧାବସ୍ଥା ସେ ବିତେଇକି ଯାଇଛନ୍ତି। ସେମିତି ଆମେ ବି ତ ଗୋଟେ ସମୟ ବିତେଇକି ଯାଇଛୁ। ତେଣୁକରି ଆମେ ଯୋଉ ଶିକ୍ଷା ଲାଭ କରିଛୁ, ଆମେ ଯୋଉ ଟିଚ୍ ନେଇଛୁ, ଆମେ ଯୋଉଟା ଜାଣିଛୁ କି ଏଇଟା ଖରାପ, ଏଇଟା ଭଲ, ସେଇ ଜିନିଷ ତ ଆମେ ଭଲ ଭାବରେ ଭଲ ଗତି ଅନୁଯାୟୀ ଶିଖେଇ ପାରିବା, ଭଲ ଭାଷାରେ ସେମାନଙ୍କୁ କହିପାରିବା, ଯଦ୍ୱାରା ପିଲା ବୁଝି ବି ଯିବେ, ଜାଣି ବି ଯିବେ, ସେ ଜିନିଷ ସେମାନେ ଆଉ ଦୋହରେଇବେନି। ତେଣୁକରି ଗୋଟେ ପିଲା କେମିତି ବୁଝୁଛି, କେମିତି ମନେ ରଖୁଛି, କେଉଁ ଜିନିଷକୁ ସେଇ ଜିନିଷକୁ ଆମେ ଅନୁଶୀଳନ କରିବା ଦରକାର। ଦୁନିଆ ଯୋଉ କୁହନ୍ତି ଛୋଟ ଛୁଆମାନେ ବହୁତ ଖରାପ ଜିନିଷକୁ ଶୀଘ୍ର ଅନୁକରଣ କରିକି ନିଅନ୍ତି। ସେଟା ସେମାନେ କ'ଣ ପାଇଁ ନିଅନ୍ତି? ତ ଆମକୁ ସେଇ ଜିନିଷ, ଆମେ ଜାଣିଛୁ ବଡ଼ ହେଇକି କି ତାଙ୍କୁ ସେଇ ଯୋଉ ଜିନିଷରୁ ଦୂରରେ ରଖିବା କଥା, କିନ୍ତୁ ସେ ଯଦି ଟିକେ କାନ୍ଦୁଛି ଆମେ ଫୋନ ଯାଇକି ଧରେଇ ଦଉଛେ କି ନାଇଁ ସେ କାନ୍ଦୁଛି ତାକୁ ଫୋନ ଧରେଇ ଦିଅ, ସେ ଚୁପଚାପ ହେଇକି ବସି ପଡ଼ିବ। ଏଇଟା କ'ଣ ସମାଧାନ? ଏଇଟା ସମାଧାନ ନୁହେଁ। ତେଣୁକରି ଏମିତି ଗୋଟେ ପ୍ରକ୍ରିୟା ଖୋଜିବା ଦରକାର ଯୋଉଥିରେ ସିଏ ଭଲ ସାଧନ ନେଇକି ଜିନିଷଟିକୁ ଗ୍ରହଣ କରିବ, ବୁଝିବ ଯେ ନାଇଁ ଏଇଟା ଖରାପ, ବଡ଼ କହୁଛନ୍ତି ତ, ବଡ଼ମାନେ ଯୋଉଟା କହୁଛନ୍ତି ତ ସେଇଟା ଖରାପ, ତ ସେଇ ଜିନିଷକୁ ମନେ ବି ରଖିବ, ଯାହାକି ତାକୁ ବିଗତ ଯୋଉ ଅବସ୍ଥା ସେ ଯେତେବେଳେ ସେ ବଡ଼ ହବ, ବୁଝିବା ଶକ୍ତି ଆସିବ, ସିଏ ଆଉ କାହାକୁ କହିପାରିବ। ମୋଟିଭେସନ, ପ୍ରେରଣା, ହ୍ୱାଟ ମେକ୍ସ ଷ୍ଟୁଡେଣ୍ଟ ଇଣ୍ଟରେଷ୍ଟେଡ ଇନ୍ ଲର୍ଣ୍ଣିଂ। କୋଉ ଜିନିଷଟା ଷ୍ଟୁଡେଣ୍ଟକୁ ପାଠ ପଢିବା ପାଇଁ, ଏଇନା ଧର ଯୋଉ ଆମେ ବାପା ମା ହେଇଛେ କିମ୍ବା ମୁଁ ଜଣେ ଶିକ୍ଷକ ହେଇଛି,
ମୁଁ ଜାଣିବା ଦରକାର କି ମୋ ଛୁଆ ଯଦି କିମ୍ବା ମୋର ଶିକ୍ଷାର୍ଥୀ ମାନେ ଯଦି ପାଠ ପଢିବା ପାଇଁ ଇଚ୍ଛୁକ ନାହାନ୍ତି, ସେମାନେ କୋଉ ପ୍ରକାର ଜିନିଷରେ ସେମାନଙ୍କୁ ଲୋଭ ଦେଲେ ସେମାନେ ପାଠ ପ୍ରତି ଆଗ୍ରହ ପ୍ରକାଶ କରିବେ। ଏବେ ବାପା ମା ମାନେ ପିଲାମାନଙ୍କୁ ଯେତେବେଳେ ଜନ୍ମ କରିଥାନ୍ତି ତାଙ୍କର ଭଲ ମନ୍ଦ ତାଙ୍କର ଖୁସି ସବୁ ସହିତ ସେମାନେ ଜାଣିଥାନ୍ତି କି ଏଇଟା ତାକୁ ଚକୋଲେଟଟେ ଦେଲେ ସେ ଖୁସି ହେଇଯିବ। ତାକୁ ମାନେ ଏମିତି ନାହିଁ କି ଟିଭିଟେ ଦେଇଦେଲେ ସେ ଖୁସି ହେଇଯିବ, ଟିକେ ମୋବାଇଲଟେ ଟିକେ ଦେଖେଇଦେଲେ ସେ ଖୁସି ହେଇଯିବ ତ ଆମେ ତାକୁ ସେଇ ଜିନିଷ ଦେଇଦେବା। ନାହିଁ, କିଛି ଭଲ ଜିନିଷ ଯୋଉଟା କି ଛୋଟ ହେଇଥାଉ କିନ୍ତୁ ସେଇଟା ତାକୁ ଖୁସି ଦବ। ସେଇ ଜିନିଷକୁ ବାପା ମା ଶିକ୍ଷକ ଯୋଉ ଅଛନ୍ତି ସେମାନେ ଅନୁଶୀଳନ କରିବା ଦରକାର, ଯୋଉଟା ତାକୁ ପାଠ ପଢିବାକୁ ମୋଟିଭେସନ ଦବ। ଏଇଟା କିଏ ଆମକୁ କହେ? ସାଇକୋଲୋଜି କହେ। ସାଇକୋଲୋଜି ପ୍ରେରଣା ଯୋଗାଏ କି ନାଇଁ ତ ଆମେ ଯଦି ଜାଣିଛୁ ଗୋଟେ ଜିନିଷ କି ଏଇ ଜିନିଷଟା ଆମେ ଛୋଟ ଛୁଆଟାକୁ କହିଲେ ସେ ପାଠ, ଗୋଟେ ଛୁଆ ଯଦି ପାଠ ପଢୁନି, ଗୋଟେ ଛୁଆ ସ୍କୁଲ ଯିବା ପାଇଁ ଇଚ୍ଛୁକ ନୁହେଁ, ଗୋଟେ ଛୁଆ ପାଠ ପଢିବା ପାଇଁ ଇଚ୍ଛୁକ ନୁହେଁ, ତାକୁ ଆମେ ଏମିତି କହିବା ଦରକାର ସେ ଆଉ କୋଉ ଫିଲ୍ଡରେ ତାହେଲେ ଇଚ୍ଛୁକ ରହୁଛି, ଆଉ କୋଉ ଜିନିଷରେ ତାକୁ ଆଗ୍ରହ ଆସୁଛି। କେବଳ ଶିକ୍ଷା ଅର୍ଥ ନୁହେଁ ଯେ ପାଠ ପଢାରେ କେବଳ ସେ ସୀମିତ ହେଇକି ରହିଯିବ। ତାକୁ ଆଉ କୋଉ ଫିଲ୍ଡରେ ରୁଚି ରହୁଛି, ଯୋଉ ଫିଲ୍ଡରେ ତାକୁ ରୁଚି ରହୁଛି ଆମେ ସେଇଥିରେ ତାକୁ ଆଗ୍ରହ ପ୍ରଦାନ କରିବା, ସେଇଥିରେ ତାକୁ ପ୍ରେରଣା ଦେବା, ଯଦ୍ୱାରା ସେ ଆହୁରି ଉପରକୁ ଉଠିବ। ଆଉ ଯଦି ତାର ଶିକ୍ଷାରେ ଆଗ୍ରହ ଅଛି କୌଣସି ପ୍ରକାର, ଆମେ ଜାଣୁଛେ କି ସିଏ ପାଠ ବହୁତ ଭଲ ପଢୁଥିଲା, ପାଠକୁ ବହୁତ ଭଲ ପାଉଥିଲା କିନ୍ତୁ ଏବେ ଆଉ ପାଠକୁ ଭଲ ପାଉନି, ତ କାରଣ କଣ? ଆମେ ତା କାରଣକୁ ଜାଣିବା ଦରକାର। ଯଦି ଆମେ କାରଣକୁ ଜାଣିଲୁ ତେବେ ତାର ସଲ୍ୟୁସନ ବି ଆମେ ଜାଣିବୁ, ସଲ୍ୟୁସନ କରିବା ପାଇଁ ଚେଷ୍ଟା କରିବୁ, ଯଦ୍ୱାରା ପିଲା ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବ। ଇଣ୍ଡିଭିଜୁଆଲ ଡିଫରେନ୍ସ, ବ୍ୟକ୍ତିଗତ ପ୍ରଭେଦ, ଏଭ୍ରି ଲର୍ଣ୍ଣର ଇଜ ଡିଫରେଣ୍ଟ, ଯୋଉଟା ମୁଁ ସବୁବେଳେ କହେ ପ୍ରତ୍ୟେକଟି ଶିଶୁ, ପ୍ରତ୍ୟେକଟି ପ୍ରାଣୀ, ପ୍ରତ୍ୟେକଟି ବ୍ୟକ୍ତିତ୍ୱ, ପ୍ରତ୍ୟେକଟି ବୃଦ୍ଧ ସମସ୍ତଙ୍କର ଗୁଣାବଳୀ ଅଲଗା, କେହି କାହାର ସମାନ ହେବେ ନାହିଁ। ଇଏ ଭଗବାନଙ୍କର ନିୟମ, ଆମେ କାହାକୁ ଚେଞ୍ଜ କରିପାରିବୁ ନାହିଁ। ତେଣୁକରି ସାଇକୋଲୋଜି, ଏଜୁକେଶନାଲ ସାଇକୋଲୋଜି ଦ୍ୱାରା ଆମେ ଏଇଟା ଜାଣିବା ପାଇଁ ପାଉଛୁ କି ଗୋଟେ ଛୁଆକୁ ଆମେ କେମିତି ପାଠ ପଢେଇବୁ, ଆଉ ଗୋଟେ ଛୁଆକୁ ତା ଧରଣରେ, ଗୋଟେ ସ୍ଲୋ ଲର୍ଣ୍ଣରକୁ କେମିତି ପାଠ ପଢେଇବୁ, ଗୋଟେ ଇଣ୍ଟେଲିଜେଣ୍ଟ ଯେ ସାଙ୍ଗେ ସାଙ୍ଗେ କହିଦଉଛି ସବୁ ପାଠ, ତାକୁ ଆମେ କେମିତି ପାଠ ପଢେଇବୁ। ସମସ୍ତଙ୍କର ଭିନ୍ନ ଧରଣ। ଆମେ ଯଦି ଏବେ ଗୋଟେ ସ୍ଲୋ ଲର୍ଣ୍ଣରକୁ କହିବୁ ତୁ ନା ତୋ ଦ୍ୱାରା ପାଠ ହବନି, ତୁ ଆଉ କିଛି କାମ ଦେଖେ, ଆଉ ତୋର ଆଉ କିଛି ତ ପାଠ ନାହିଁ, ତୁ ପାଠ ପଢା ବନ୍ଦ କରିକି ତୋର ପାଠ ଚୁଲିକୁ ଯାଉ, ଏମିତି ସବୁ ତାକୁ କହିଲୁ। ଗୋଟେ ଇଣ୍ଟେଲିଜେଣ୍ଟ ପର୍ସନକୁ ଆମେ କଣ କରୁଛୁ, ତାକୁ ପାଠ ସେ ଭଲ ପଢୁଛି ବୋଲି ଆମେ ତାକୁ ପାଠ ଉପରେ ପାଠ ଦେଇ ଦଉଛୁ, ତ ଓଭର ପାଠ ହେଇଗଲା। ତ ଯେତେବେଳେ ସେ ବଡ ହବ ସେ ଫ୍ରଷ୍ଟ୍ରେଟେଡ ଫିଲ୍ କରିବ, ସେ ଫିଲ୍ କରିବ କି ପାଠଟା ମୋ ଉପରେ ବର୍ଡେନ ହେଇଯାଉଛି, ମତେ ଆଉ କିଛି ଜିନିଷ ମିଳୁନି। ଆଉ ଗୋଟେ ସ୍ଲୋ ଲର୍ଣ୍ଣରକୁ ଆମେ ଯଦି ସେଇ କ୍ଷେତ୍ରରେ କହୁଛୁ ଯେ ତୋ ଦ୍ୱାରା ପାଠ ହବନି, ତା ମାଇଣ୍ଡରେ ସେ ଜିନିଷ ଆସିଗଲା ବେଳକୁ ସେ ବହିପତ୍ର ବନ୍ଦ କରିକି ବସି ପଡୁଛି। ତେଣୁକରି ଆମେ ଏମିତି କିଛି କଥା କହିବା ଦରକାର, ଏମିତି କିଛି ପ୍ରେରଣାଦାୟକ କଥା କହିବା ଦରକାର ଯୋଉଟା କି ଗୋଟେ ସ୍ଲୋ ଲର୍ଣ୍ଣରକୁ ବି ଗୋଟେ ଭଲ ଲର୍ଣ୍ଣରରେ ପରିଣତ କରିପାରିବ, ଆଉ ଯେ ଭଲ ଶିକ୍ଷା ଅଲରେଡି ଗ୍ରହଣ କରୁଛି ତାକୁ ମଧ୍ୟ ଆଗକୁ ପ୍ରେରଣା ଦବ ଯେ ସିଏ ଆହୁରି ଶିଖିବ, ନାଇଁକି ତାକୁ ବର୍ଡେନ ଭଳିଆ ଫିଲ୍ ହବ। କ୍ଲାସରୁମ୍ ମ୍ୟାନେଜମେଣ୍ଟ, ଶ୍ରେଣୀକକ୍ଷ ପରିଚାଳନା, କ୍ରିଏଟିଂ ଏ ଗୁଡ୍ ଲର୍ଣ୍ଣିଂ ଏନଭାୟରନମେଣ୍ଟ। ଦେଖନ୍ତୁ, ମୁଁ ସବୁବେଳେ କୁହେ ଶିକ୍ଷାଦାନ ଯୋଉ ପ୍ରୋସେସଟା ସବୁବେଳେ ତିନୋଟି ଜିନିଷକୁ ନେଇକି ହୁଏ, ଶିକ୍ଷକ, ଶିକ୍ଷାର୍ଥୀ, ଶିକ୍ଷାଦାନ, ପରିବେଶ। ଏବେ ଶିକ୍ଷକ ଶିକ୍ଷାର୍ଥୀ ଭଲ ଅଛନ୍ତି, ଶିକ୍ଷାର୍ଥୀ ମାନେ ବି ଶିକ୍ଷା ଗ୍ରହଣ କରିବା ପାଇଁ ଇଚ୍ଛୁକ, ଶିକ୍ଷକ ମଧ୍ୟ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ, କିନ୍ତୁ ପରିବେଶରେ ଯଦି କୌଣସି ପ୍ରକାର କୋଳାହଳ ଜନିତ ସମସ୍ୟା ରହୁଛି, କୌଣସି ପ୍ରକାର ପାଟିଗୁଳ ରହୁଛି, ସେଠି କଣ ଶିକ୍ଷାଦାନ ସଫଳ ହୋଇପାରିବ? ସେଠି କଣ ଆମେ ଗୋଟେ ପିଲାକୁ ମଣିଷ କରିପାରିବୁ? ନାଇଁ, ଆମେ ଗୋଟେ ପିଲାକୁ ତେଣୁକରି ଶିକ୍ଷକ ଏଇଟା ଜାଣିବା ଦରକାର ଶିକ୍ଷାଦାନ ପଦ୍ଧତି ଦ୍ୱାରା, ଯୋଉଟା ସେ ଆମକୁ ଏଜୁକେଶନାଲ ସାଇକୋଲୋଜି କହୁଛି ଯେ କେବଳ ଗୋଟେ ଶିକ୍ଷାର୍ଥୀକୁ ସାମ୍ନାରେ ଦେଖିଦେଇକି ଜାଣନି କି ସେ ତାର ଜିନିଷ ଅଛି ବୋଲି, ସେ ଖୁସିରେ ଅଛି ତ ସେ ଖୁସିରେ ଅଛି, ସେ ଦୁଃଖରେ ଅଛି ତ ସେ ଦୁଃଖରେ ଅଛି, ନା, ତାର ପରିବେଶକୁ ବି ଆମେ ଅନୁଧ୍ୟାନ କରିବା କଥା। ତାଙ୍କ ଘରେ ତାଙ୍କ ମାହୋଲ କେମିତି ରହିଛି, ତାଙ୍କ ଘରେ ତାଙ୍କ ବାପା ମା ତାଙ୍କୁ କେମିତି ଟ୍ରିଟ୍ କରୁଛନ୍ତି, ତାଙ୍କ ଘରେ କିଭଳି ପରିବେଶ ରହିଛି, ଗୋଟେ ପାଠ ପଢିବା ପାଇଁ ପ୍ରଯୁଜ୍ୟ ପରିବେଶ ରହିଛି ଯୋଉଠି ସେ ପାଠ ପଢି ପାରିବ,
ଯୋଉଠି ସେ ଶିକ୍ଷା ଗ୍ରହଣ କରିପାରିବ, ସେଇଭଳି ପରିବେଶ ରହିଛି ଯୋଉଠି ସିଏ ଶିକ୍ଷାଦାନ ଜିନିଷକୁ ଗ୍ରହଣ କରିପାରିବ। ତେଣୁକରି ଶିକ୍ଷକଙ୍କର ଦାୟିତ୍ୱକୁ ବୁଝଉଛି ଏଜୁକେଶନାଲ ସାଇକୋଲୋଜି ଯେ କେବଳ ଶିକ୍ଷାର୍ଥୀକୁ ଦେଖନି, ଶିକ୍ଷାଦାନ ଯୋଉ ପରିବେଶ ରହିଛି ତାହାକୁ ମଧ୍ୟ ଦେଖ। କାହିଁକି ଗୋଟେ ଶିକ୍ଷକ ନିଜ ଆଖପାଖ ପରିବେଶ ଠିକ କରିଦେଲେ ବି ଗୋଟେ ଶିକ୍ଷାର୍ଥୀର ଯୋଉ ପରିବେଶ ରହୁଛି, ଯୋଉଟା ସେ ଘରୁ ଆସୁଛି ସେତେବେଳେ କୋଉ ମୁଡ୍ ନେଇକି କୋଉ ଜିନିଷ ନେଇକି ସେ ମନ ଭିତରେ ଆସୁଛି ସେଇଟା କଣ ଶିକ୍ଷକ ଜାଣିପାରିବେ? କେତେବେଳେ ଜାଣିପାରିବେ? ଯଦି ଗୋଟେ ଶିକ୍ଷାର୍ଥୀ ସହିତ ମିଶିବେ, ତା ସହିତ ପଦେ କଥା ହେବେ, ତା ସହିତ ଭଲରେ ମିଶିବେ, ଫ୍ରେଣ୍ଡସିପ ର ଯୋଉ ମାନେ ବଣ୍ଡିଙ୍ଗ ରହିଛି ତା ସହିତ ସେୟାର କରିବେ, ସେତେବେଳେ ନିଶ୍ଚିତ ଭାବରେ ସେ ତାର ପରିବେଶ ବିଷୟରେ କିଛିଟା ଆଭାସ ପାଇପାରିବେ, ଯୋଉ ଦ୍ୱାରା ସେ ନିଜର ଯୋଉ ପାଠ ପଢିଥିବେ, ନିଜର ଯୋଉ ଶିକ୍ଷାଦାନ କୌଶଳ ସେ ହାସଲ କରିଥିବେ ତାକୁ ନେଇ ଆପ୍ଲାଏ କରିକି ସେ ସେଇ ଜିନିଷର ସମସ୍ୟାକୁ ସମାଧାନ କରିପାରିବେ। ଆସେସମେଣ୍ଟ ଆଣ୍ଡ ଇଭାଲୁଏସନ, ମୂଲ୍ୟାୟନ ଏବଂ ମୂଲ୍ୟାଙ୍କନ, ଦୁଇଟା ୱାର୍ଡ ଅଛି, ମୂଲ୍ୟାୟନ ଆଉ ଗୋଟେ ହଉଛି ମୂଲ୍ୟାଙ୍କନ। ଏ ଦୁଇଟା ହେଲେ ଅଲଗା। ଆସେସମେଣ୍ଟ କାହାକୁ କୁହାଯାଏ? ଆମେ ଯେତେବେଳେ ଅନୁଶୀଳନ କରୁଛୁ। ମୂଲ୍ୟାୟନ ମାନେ ଆମେ ସଜେଇ ସଜେଇ ରଖୁଛୁ ଏବେ ଏଇ ସବୁ ଜିନିଷ, ଚେକିଂ ହ୍ୱାଟ ଷ୍ଟୁଡେଣ୍ଟ ହେଭ୍ ଲର୍ନ, ମାନେ ଗୋଟେ ଶିକ୍ଷାର୍ଥୀକୁ ଆମେ ଦେଖୁଛୁ ଯେ ସେ ଆଜି କେତେ ଶିଖିଲା। ଆମେ ଯେମିତି ସବୁ ରହିଛି ଆମର ଯୋଉ ପ୍ରକ୍ରିୟା, ଆଗକୁ ମୁଁ ତା ବାବଦରେ ଆମେ ପଢିବା କି କୋଉ କୋଉ ଜିନିଷରେ ଆମେ ଗୋଟେ ଶିକ୍ଷାର୍ଥୀର ସବୁ ଜିନିଷକୁ ଅନୁଶୀଳନ କରିକି ରଖୁ, ତାକୁ ଆମେ କଣ କରୁଛୁ? ମୂଲ୍ୟାୟନ କରୁଛୁ। ସେ ଆଜି ଏଇଥିରେ ଭଲ ହେଲା, ସେ ଆଜି ଏଇଥିରେ ଭଲ ହେଲା, ଆମେ ତାକୁ ମୂଲ୍ୟାୟନ। ଯେତେବେଳେ ଆମେ ମାର୍କ ଦଉଛୁ, ଯେତେବେଳେ ଆମେ ତାକୁ ନମ୍ବରରେ ଦଉଛୁ, ତାକୁ ଆମେ କଣ କହୁ? ମୂଲ୍ୟାଙ୍କନ। ଆସେସମେଣ୍ଟ ଆଉ ଇଭାଲୁଏସନ। ଆସେସମେଣ୍ଟ ମାନେ ଆମେ ତାକୁ ଅନୁଶୀଳନ ଦେଖୁଛୁ, ଆମେ ତାର ସେଇ ଅନୁସାରେ ତାକୁ ମୂଲ୍ୟାୟନ କରୁଛୁ। ଯେମିତିକି ଗୋଟେ କମ୍ପିଟିସନ ଚାଲିଥାଏ, କମ୍ପିଟିସନ ଚାଲିଥିଲା ବେଳେ ବିଭିନ୍ନ ପ୍ରକାର ଷ୍ଟୁଡେଣ୍ଟ ଥାନ୍ତି, ତ ତାଙ୍କୁ ଆମେ ମୂଲ୍ୟାୟନ କରୁ ତାଙ୍କର ମାନେ କାମ ଅନୁଯାୟୀ, ସେମାନେ କେମିତି ପରଫର୍ମାନ୍ସ ଦେଇଛନ୍ତି ସେଇ ଅନୁଯାୟୀ ଆମେ ତାଙ୍କୁ ମୂଲ୍ୟାୟନ କରୁ। ତାପରେ ଯୋଉ ମାର୍କଟା ଦଉ, ତାପରେ ଗୋଟେ ଇଭାଲୁଏସନ ରିପୋର୍ଟ ବାହାର କରୁ ନା ନାଇଁ, ସେ ଫାର୍ଷ୍ଟ ହେଲା, ସେ ସେକେଣ୍ଡ ହେଲା, ସେ ଥାର୍ଡ ହେଲା, ସେଇଟାକୁ ଆମେ ଇଭାଲୁଏସନ ବା ମୂଲ୍ୟାଙ୍କନ ବୋଲି କହୁ। ତାହା କରିବା ପାଇଁ ଆମକୁ ଏଜୁକେଶନାଲ ସାଇକୋଲୋଜିରେ ଏଇଟା କଣ ପାଇଁ ଆସିଲା? ଗୋଟେ ପିଲାକୁ ଆମେ ଯେତେବେଳେ ଆସେସମେଣ୍ଟ କରୁଛେ, ଦେଖୁଛେ, କେବଳ ନୁହେଁ କି ତାକୁ ଗୋଟେ ମାର୍କ ଦେଇଦେଲୁ, ତାକୁ ଯାଇକି ଗୋଟେ ରିପୋର୍ଟ କାର୍ଡ ବଢେଇ ଦେଲୁ, ସେ ଯାଇକି ଘରେ ଦେଖେଇଦେଲା ସେ 98% ରଖିଛି, ବାପା ମା ଖୁସି ହେଇଗଲେ। ନା ନା, ତାର ସବୁ କିଛିର ଫିଲ୍ଡ ଦେଖିଲା ବେଳକୁ, ତାକୁ ପଚାରିଲା ବେଳକୁ ସେ ଗୋଟେ କଥା କହିପାରୁନଥିବ। ସେଇଟା କଣ ଠିକ ଆସେସମେଣ୍ଟ ହେଇଛି? ସେଇଟା କଣ ତାର ଠିକ ମାନେ ତାକୁ ମାନେ ଇଭାଲୁଏସନ କରାହେଇଛି? କଦାପି ନୁହେଁ। ଯଦି ଆମେ ଭଲସେ ବାପା ମା ବି ହେଇଗଲୁ କିମ୍ବା ଶିକ୍ଷକ ବି ହେଇଗଲେ, ଭଲସେ ତାକୁ ମୂଲ୍ୟାୟନ କଲେ, ତାର ଆକ୍ଟିଭିଟିକୁ ଦେଖିଲେ, ତାର ପାଠ ପଢାର ଷ୍ଟାଇଲକୁ ଦେଖିଲେ, ସେ କଣ କରିଛି, କେମିତି ପ୍ରକାର ସେ ଲେଖିଛି, କେମିତି ପ୍ରକାର ସେ ଆନ୍ସର ଦେଇଛି, ସେଇ ଅନୁଯାୟୀ ମୁଁ ତାକୁ ସଠିକ ମୂଲ୍ୟାଙ୍କନ ଦେବି, ଯୋ ଦ୍ୱାରା ସିଏ ପ୍ରେରଣା ପାଇବ କିପରି ମୁଁ ଆଗରୁ ଯେ ମତେ ଭଲ କରିକି ଆଗକୁ ପଢିଲା, ମୁଁ ତାକୁ ବିଟ୍ କରିକି ଆଗକୁ ଯିବି, ସେ ସେଇଠୁ ପ୍ରେରଣା ପାଇବ। ତ ଏଇଟା କିଏ କହୁଛି ଆମକୁ? ଏଜୁକେଶନାଲ ସାଇକୋଲୋଜି କହୁଛି। କିନ୍ତୁ ଆଜିକାଲି ସିଷ୍ଟମ କଣ ଚାଲିଛି? ବାସ୍ 98% ସମସ୍ତଙ୍କୁ ଦେଖିବେ, ଆଜିକାଲି ପିଲାଙ୍କର 98, 97, 97 ତଳକୁ କାହାଙ୍କର ନମ୍ବର ନଥିବ, ସମସ୍ତଙ୍କର ସେଇଭଳିଆ ନମ୍ବର ଥିବ। କଣ ପାଇଁ ଏସବୁ? ଆଉ ଯେତେବେଳେ ଆମେ ଗୋଟେ ମାନେ ପଚାରି ଦଉଛେ, ମାନେ ସାମ୍ନା ସାମ୍ନି ପଚାରି ଦଉଛେ ଗୋଟେ ପିଲାକୁ, ସେ ଆନ୍ସର ଦେଇପାରୁନି। ତେଣୁକରି ଆମକୁ ସାଇକୋଲୋଜି କଣ ଶିଖଉଛି? ଏଜୁକେଶନାଲ ସାଇକୋଲୋଜି ଆମେ ଠିକ ରୂପରେ ପିଲାଙ୍କୁ ମୂଲ୍ୟାୟନ କରିବା, ଯୋ ଦ୍ୱାରା ତାଙ୍କ ମୂଲ୍ୟାଙ୍କନ ଠିକ ରୂପେ ବାହାରିବ। ସେଇଥିରୁ ସେମାନେ କିଛିଟା ହାରାସମେଣ୍ଟ ହେବେ, ହାରାସମେଣ୍ଟ ହେଇକି ଅଭିପ୍ରେରଣା ପାଇବେ ଯେ ଆଗକୁ ଆମେ କେମିତି ଭଲ କରିବୁ, ଆଗକୁ କେମିତି ଆହୁରି ଭଲ ଶିଖିବୁ। ନେକ୍ସଟ ଆମେ ଦେଖିବା ଡେଭଲପମେଣ୍ଟ, ବିକାଶ, ଅଣ୍ଡରଷ୍ଟାଣ୍ଡିଂ ଇଣ୍ଟେଲେକ୍ଚୁଆଲ ଆଣ୍ଡ ଇମୋସନାଲ। ଡେଭଲପମେଣ୍ଟ ମାନେ ବିକାଶ। ବିକାଶ ଅର୍ଥ ସେ କଣ କହୁଛି? ବ୍ରଡ ଏରିଆକୁ କହୁଛି। ଅଣ୍ଡରଷ୍ଟାଣ୍ଡିଂ ଇଣ୍ଟେଲେକ୍ଚୁଆଲ, ପ୍ରତ୍ୟେକଟି ମାନସିକତାକୁ ପିଲାଙ୍କର ବୁଝିବା, ପିଲାଙ୍କର ପ୍ରତ୍ୟେକଟି ଇମୋସନକୁ ଇମ୍ପୋର୍ଟାନ୍ସ ଦବା, ତାକୁ କିଏ ଶିଖଉଛି? ଏଜୁକେଶନାଲ ସାଇକୋଲୋଜି ଶିଖଉଛି। କି ଗୋଟେ ପିଲାର ଯଦି ଅଣ୍ଡରଷ୍ଟାଣ୍ଡିଂ ମାନେ ତାର ବିକାଶ କେମିତି ହୋଇପାରିବ, ତାର ଭଲ, ତାର ଇମୋସନକୁ ଆମେ ଗୁରୁତ୍ୱ ଦେଇକି ତାକୁ କିପରି ଆମେ ଭଲ ଭାବରେ ଶିକ୍ଷା ଦେଇପାରିବା,
ଯଦ୍ୱାରା ସେ ଆହୁରି ଶିଖିପାରିବ, ଜାଣିପାରିବ, ଗୋଟେ ଜିନିଷକୁ ଅନୁଶୀଳନ କରିପାରିବ, ତାହାକୁ ବୁଝିବାରେ ଯାହାଦ୍ୱାରା ତାର ବିକାଶ ହୋଇପାରିବ। ଏହାକୁ କିଏ ଏଜୁକେଶନାଲ ସାଇକୋଲୋଜି କହୁଛି। ଇମ୍ପୋର୍ଟାନ୍ସ ଅଫ୍ ଏଜୁକେଶନାଲ ସାଇକୋଲୋଜି ଚାଲନ୍ତୁ ଦେଖିବା। ଅଣ୍ଡରଷ୍ଟାଣ୍ଡିଂ ଦ ଲର୍ଣ୍ଣର, ଯୋଉଟା ମୁଁ କହିଲି ଶିକ୍ଷାର୍ଥୀଙ୍କୁ ବୁଝିବା। ଟିଚର ସବୁବେଳେ ଶିକ୍ଷାର୍ଥୀକୁ ବୁଝିବା ଦରକାର। ତାଙ୍କର କ୍ଷମତା, ରୁଚି, ଭାବନା ଅନୁଯାୟୀ ଶିକ୍ଷକ ତାଙ୍କୁ ପାଠ ପଢେଇବା ଦରକାର। ଇଫେକ୍ଟିଭ ଟିଚିଂ, ପ୍ରଭାବଶାଳୀ ଶିକ୍ଷାଦାନ। It guides teachers to use proper teaching methods and strategies to make learning more effective. ଏହା ଶିକ୍ଷକଙ୍କୁ ଉଚିତ ଶିକ୍ଷା ପଦ୍ଧତି ଓ କୌଶଳର ବ୍ୟବହାର କରି ଶିକ୍ଷାକୁ ଅଧିକ ଫଳଦାୟକ କରିବା ପାଇଁ ମାର୍ଗଦର୍ଶନ ଦେଇଥାଏ। ଶିକ୍ଷକ ଯେତେବେଳେ ଗୋଟେ ଟପିକ ପଢଉଛନ୍ତି ତାକୁ କୋଉ ଜିନିଷ ୟୁଜ କଲେ ଗୋଟେ ଛୁଆ ଯିଏକି ଟପିକ କୁ ବୋରିଂ ବୋଲି ଭାବୁଛି ତାକୁ ଇଣ୍ଟରେଷ୍ଟିଂ ଲାଗିବ, ସେଇଭଳିଆ କୌଶଳ ଶିକ୍ଷକ ମାନେ ଆପ୍ଲାଏ କରିବା ଦରକାର। ଯଦ୍ୱାରା ଗୋଟେ ଶିକ୍ଷାର୍ଥୀ ମଧ୍ୟ ଗୋଟେ ଶିକ୍ଷାଦାନରେ ଯଦି ବୋର ଲାଗୁଥିବ ତାକୁ ଟପିକଟା, ସେ ଇଣ୍ଟରେଷ୍ଟିଂଲି ସେଟାକୁ ଗ୍ରହଣ କରିବ। ସେଥିପାଇଁ ଏବେ ବହୁତ ସାରା ଆସିଗଲାଣି କି ଆମର ଯୋଉ ସ୍ମାର୍ଟ କ୍ଲାସ ରୁମ ସବୁ ରହିଗଲାଣି। ଆମ ଟାଇମରେ ଆମେ ଚକଖଡିରେ ଆଉ ବ୍ଲାକ ବୋର୍ଡରେ ପାଠ ପଢୁଥିଲୁ, ଏବେ କିନ୍ତୁ ସ୍ମାର୍ଟ କ୍ଲାସେସ ଆସିଗଲାଣି, ଭିଡିଓ ସବୁ ଦେଖିକି ପିଲାମାନେ ପାଠ ପଢୁଛନ୍ତି। ତ ଏଇଟା କଣ ପାଇଁ ହଉଛି? ଶିକ୍ଷାଦାନ ଯୋଉ ପଦ୍ଧତି ରହିଛି ତାକୁ କୌଶଳ, ଏଇଟା ସବୁ କୋଉଠୁ ଆମେ ପାଉଛୁ? ଏଇ ଏଜୁକେଶନାଲ ସାଇକୋଲୋଜି ଅଧ୍ୟୟନ ଦ୍ୱାରା ଆମେ ଏଗୁଡା ଜାଣିପାରୁଛୁ। ଗୋଟେ ଶିକ୍ଷାର୍ଥୀ କିପରି ଇଣ୍ଟରେଷ୍ଟେଡ ହବ ପାଠ ପ୍ରତି, ତାକୁ ଆହୁରି ପ୍ରଭାବଶାଳୀ କରିହବ। କରିକୁଲମ ଡେଭଲପମେଣ୍ଟ, ପାଠ୍ୟକ୍ରମ ତିଆରିରେ ସହାୟତା। ଇଟ୍ ହେଲ୍ପସ୍ ଇନ୍ ଡିଜାଇନିଂ ଆଣ୍ଡ ଅର୍ଗାନାଇଜିଂ ଦ କରିକୁଲମ ଆକର୍ଡିଂ ଟୁ ଦ ଏଜ୍, ଆବିଲିଟି ଆଣ୍ଡ ଇଣ୍ଟରେଷ୍ଟ ଅଫ୍ ଲର୍ଣ୍ଣର। ପ୍ରତ୍ୟେକ ବୟସରେ କରିକୁଲମରେ ସବୁ କିଛି ଆମର ଯାଉଛି। ଯେମିତିକି ବିଷୟଗତ ହେଇଗଲା, ମାନେ ଯଦି ପିଲାର ଫିଜିକାଲ ଆକ୍ଟିଭିଟି ହେଇଗଲା, ଏଭ୍ରିଥିଙ୍ଗ ଗୋଟେ କରିକୁଲମ ଭିତରେ ଆମେ ସବୁକୁ ଅନ୍ତର୍ଭୁକ୍ତ କରୁଛୁ। ତେଣୁକରି କୋଉ ବୟସ ଅନୁଯାୟୀ କୋଉ ବୟସରେ ପିଲାଙ୍କୁ କଣ ଦରକାର ସେଇଟା ଆମକୁ କିଏ ଯେତଉଛି ଏଜୁକେଶନାଲ ସାଇକୋଲୋଜି କହୁଛି। ଯେ ଏଇ ବର୍ଷର ପିଲାଙ୍କୁ ଏଇଭଳିଆ ପାଠ ଦରକାର, ଏଇ ବୟସର ପିଲାଙ୍କୁ ଆମେ ଏଇଭଳିଆ ଶିକ୍ଷାଦାନ କରିବା ଦରକାର। ଏଇ ସବୁ ଜାଣିକି ଗୋଟେ ଶିକ୍ଷା ଯୋଉମାନେ ମନୋବିଜ୍ଞାନୀ ରହିଛନ୍ତି ତାଙ୍କୁ ଗୋଟେ କରିକୁଲମ ରେଡି କରିବା ପାଇଁ ଶିକ୍ଷାବିତ ମାନଙ୍କୁ କିଏ ହେଲ୍ପ କରୁଛି? ଏଜୁକେଶନାଲ ସାଇକୋଲୋଜି ହେଲ୍ପ କରୁଛି। କ୍ଲାସରୁମ ମ୍ୟାନେଜମେଣ୍ଟ, ଶ୍ରେଣୀ କକ୍ଷ ପରିଚାଳନା। ଇଟ୍ ହେଲ୍ପସ୍ ଟିଚର୍ସ ମେଣ୍ଟେନ୍ ଡିସିପ୍ଲିନ, କୋଅପରେସନ ଆଣ୍ଡ ଏ ପଜିଟିଭ ଲର୍ଣ୍ଣିଂ ଏନଭାୟରନମେଣ୍ଟ। ଗୋଟେ କ୍ଲାସରୁମକୁ ଯେତେବେଳେ ଗୋଟେ ଶିକ୍ଷକ ବସୁଛନ୍ତି, ସବୁବେଳେ ସମାନ ଏନଭାୟରନମେଣ୍ଟ ନଥାଏ। କୋଉଠି ପିଲାମାନେ କୋଳାହଳ କରୁଥାନ୍ତି, କୋଉଠି ପିଲାମାନେ ଡିସିପ୍ଲିନରେ ବସିଥାନ୍ତି। ତେଣୁକରି ଶିକ୍ଷକଙ୍କୁ ଏମିତି କିଛି କରିବା ଦରକାର ଯଦ୍ୱାରା ତାଙ୍କର ଶିକ୍ଷାଦାନକୁ ପ୍ରତ୍ୟେକଟି ପିଲା ଶୁଣିବେ, ପ୍ରତ୍ୟେକଟି ପିଲା ଆଗ୍ରହ ସହିତ ଗ୍ରହଣ କରିବେ। ସେଇଭଳି ଶିକ୍ଷକ ଗୋଟେ ମ୍ୟାନେଜମେଣ୍ଟ କରିବା ଦରକାର, ଗୋଟେ ମେଣ୍ଟେନ କରିବା ଦରକାର, ଗୋଟେ ପଜିଟିଭ ଏନଭାୟରନମେଣ୍ଟ କରିବା ଦରକାର, ଯଦ୍ୱାରା ପ୍ରତ୍ୟେକଟି ଶିକ୍ଷାର୍ଥୀ ତାଙ୍କଠୁ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହୀ ହେବେ। ଏଇଟା ଆମକୁ କରିବା ପାଇଁ କିଏ ହେଲ୍ପ କରୁଛି? ସେଇ ଏଜୁକେଶନାଲ ସାଇକୋଲୋଜି ହେଲ୍ପ କରୁଛି। ନେକ୍ସଟ ହେଲା ଇଭାଲୁଏସନ ଆଣ୍ଡ ଗାଇଡାନ୍ସ, ମୂଲ୍ୟାୟନ ଓ ମାର୍ଗଦର୍ଶନ। ଇଟ୍ ହେଲ୍ପସ୍ ଇନ୍ ଆସେସ୍ ଷ୍ଟୁଡେଣ୍ଟ ପ୍ରୋଗ୍ରେସ ଆଣ୍ଡ ପ୍ରୋଭାଇଡିଂ ପ୍ରପର ଗାଇଡାନ୍ସ ଫର ଇମ୍ପ୍ରୁଭମେଣ୍ଟ। ମୁଁ ଯେମିତି କହୁଥିଲି, ଏବେ କଣ କରାହଉଛି ପ୍ରତ୍ୟେକଟି ସ୍କୁଲରେ, ମୁଁ ଯେତିକି ଦେଖିଛି ପ୍ରାୟତଃ ସ୍କୁଲରେ କଣ କରାହଉଛି, ପ୍ରତ୍ୟେକଟି ପିଲା 98, 97, 96 ଏମିତି ସବୁ ମାର୍କ ପାଉଛନ୍ତି। କିନ୍ତୁ ଯେତେବେଳେ ଆମେ ତାଙ୍କୁ ଫିଜିକାଲି ମାନେ ଗୋଟେ ପଚାରି ଦଉଛେ, ଏମିତି ରାଣ୍ଡମଲି ଗୋଟେ କ୍ୱେଶ୍ଚନ ପଚାରି ଦଉଛେ, ସେ କହିପାରୁନି, ଚୁପ ହେଇକି ରହୁଛି। ତାର କାରଣ କଣ? କୋଉଠି ଭୁଲ ରହିଗଲା? ଯଦି ବି ଆମେ ତେଣୁକରି ପ୍ରତ୍ୟେକଟି ଶିକ୍ଷକକୁ ଯଦି ଏଇ ଏଜୁକେଶନାଲ ସାଇକୋଲୋଜି ସେମାନେ ଭଲସେ ଯଦି ଅନୁଶୀଳନ କରିକି ପଢିବେ, ତାକୁ ଯେତିକି ଦରକାର ତାର ଦକ୍ଷତା ଅନୁଯାୟୀ ତାକୁ ଯେତିକି ମାର୍କ ଦରକାର, ଯଦି ଜଣେ ଶିକ୍ଷକ ତାକୁ ସେତିକି ମାର୍କ ଦେଲେ, ତାର ସାଙ୍ଗ ତାଠୁ ଅଧିକ ମାର୍କ ରଖିକି ଆଗକୁ ପଳେଇଲା, ତେବେ ହୁଏତ ଶିକ୍ଷାର୍ଥୀର ମନ ଟିକେ ଦୁଃଖ ହେଇପାରେ। କିନ୍ତୁ ସେଇଠି ଶିକ୍ଷକ ତାକୁ ଗାଇଡାନ୍ସ ଦେଇପାରନ୍ତି କି ନାଇଁ ତୁ ଆଗକୁ ଭଲ କର, ତାକୁ ପ୍ରେରଣା ଦେବେ, ସେମିତି କଥା କହିବେ ଯଦ୍ୱାରା ଶିକ୍ଷାର୍ଥୀ ନେକ୍ସଟ ପେଜରେ ଆଉ ଟିକେ ପରିଶ୍ରମ କରିବ, ଯାହା ଫଳରେ ସେ ତାର ଯୋଉ ସହପାଠୀ ଅଛି ତାର ମାର୍କକୁ ସେ ବିଟ୍ କରିପାରିବ। এইটা କରିବା ଦ୍ୱାରା କଣ ହଉଛି, ଗୋଟେ ଆଗ୍ରହ ମନୋବୃତ୍ତି ଆସିବ ତା ଭିତରେ, ପାଠ ପଢିବାର ଗୋଟେ ଇଚ୍ଛା ଶକ୍ତି ଆସିବ। ନହେଲେ ସେ ସବୁ ଜିନିଷକୁ ସିମ୍ପଲି ଭାବିଦବ, ମୁଁ ଏଇଟା ସିମ୍ପଲି କରିଦେବି, ମୁଁ ଏଇଟା ସିମ୍ପଲି ଭାବିଦେବି, ମୁଁ ଏଇ ଜିନିଷଟା କରିଦେବି, ଏମିତି ଆଡଭାନ୍ସ ଟାଇପର ରହିବ। ତେଣୁକରି ତାକୁ ଯେତିକି ଦରକାର ତାର ଦକ୍ଷତା ଅନୁଯାୟୀ ଜଣେ ଶିକ୍ଷକ ତାକୁ
सेतिकी मार्क सेतिकी अनुशीलन करी दबा यह हमको किए सिखाऊँ एजुकेशनल साइकोलॉजी द्वारा आम यह शिखा पाऊँ अंडरस्टैंडिंग लर्निंग प्रॉब्लम्स शिक्षा समस्या को बुझिबा इट हेल्प्स आइडेंटिफाई लर्निंग डिफिकल्टीज लाइक स्लो लर्निंग लैक ऑफ कंसंट्रेशन जोटा मु आपण मानकू कहिली कंसंट्रेशन जदि जनकर अभाव रोची गोटे शिक्षार्थी जदि पाठ पढ़िया इच्छा करूनी कौन पाई करूनी सब बेले कौन रो आंसर साइकोलॉजी सब बेले कौन रो आंसर मागे काहे पढ़ुनी ताकू आमे विश्लेषण करिबा कौन पाई आ कौन देले से पाठ पढ़िया को इच्छा करिवो कौन स्किल कौन ताकू को कौशल रे पाठ पढ़ेले से आउ टिके इंटरेस्टिंगली पाठटा को ग्रहण करिवो ताकू आमे कोनोसी प्रकार शिक्षार्थी को कोनोसी प्रकार आमे बाध्यबाधकता न करी आमे ताकू किपरि भाबे शिक्षा दान करि परिबा जद्वारा से जिनसटा को पढ़िया इच्छा करिवो इम्प्रूव टीचर स्टूडेंट रिलेशनशिप जोटा सब बेले कहे जदि जने शिक्षक गोटे पिला को ता समस्यार समाधान करिकी ताकू बाट देखेले ताकू भल रास्ता रे आनले जो द्वारा से पाठ पढ़िया इच्छुक कला कि कोनोसी भी हे गला कि तार खेल रे इच्छा थिला से सेइथिरे भल कला तेबे से ग्रेटफुल काहा को करिवो निश्चित शिक्षक को करिवो शिक्षक को जतबेले ग्रेटफुल कला दुई जनकर रिलेशनशिप भल रहिला ना नहीं दुई जनकर भाव आदान प्रदान भल रहिला ना नहीं सेठी गोटे गुड रिलेशनशिप जतबेले एस्टाब्लिश होची गोटे पाठ पढ़ार जो प्रक्रिया रही ताहा मध्य सफल होची ना नहीं सफल होची एटा हमें कोठु शिखु एजुकेशनल साइकोलॉजिस्ट रु शिखु नेक्स्ट आम चलते डिस्कशन करवा मेथड्स ऑफ साइकोलॉजी विषय रे मेथड्स ऑफ साइकोलॉजी रे दुईटा मेथड आमर रही जोटा कि ऑब्जर्वेशन मेथड रही आ गोटे एक्सपोजिशन मेथड रही एई मेथड मानक द्वारा ही आमे मेथड गुडी को अप्लाई करिकि आमे जानू को टाइप रो को जिंस हमकू फील होची को टाइप रो को जिंस गोटे शिक्षार्थी मध्य हमकू देखिया पय मिलुची केवल शिक्षार्थी जे हे गला सी नुहे आमे बड़ भी हे जाऊ आजिकल कौन जिनस आमर ये शिक्षा छोट जिनसर अभाव रोची बोली को जिनसर गोटे छोट धारणार अभाव रोची बोली आमे काहाकू बुझी पारुनु काहाको मन कथा जानी पारुनु निज भीतर जिनस भी जानी पारुनु तेणु करी एई जो मेथड ही हमको कही थाए जे को प्रक्रिया कोथिरे जिनस सेति आमे भूल धारणा न देकी सठिक जंती धारणार पशु सठिक निजको अनुशीलन करू एवं शिक्षार्थी मानक अनुशीलन करू निज आखपाखर जो लोक मैंने अच्छा अनुशीलन करूँ से साइकोलॉजी मेथड्स गुड़ी को आमे पढ़ा जरूरी चलतु आम मेथड्स गुड़ी को डिस्कसन करवा फास्ट आम पढ़ा ऑब्जर्वेशन मेथड जहाँ को आम पर्यवेक्षण पद्धति बोली कही था ऑब्जर्वेशन मेथड रो पुणी चारिटी पार्ट अच्छी जोटा कि इंट्रोस्पेक्शन मेथड आत्म पर्यवेक्षण पद्धति ऑब्जर्वेशन बा एक्सट्रोस्पेक्शन मेथड अवलोकन पद्धति एक्सपेरिमेंटल मेथड प्रायोगिक बा परीक्षण पद्धति फील्ड स्टडी मेथड क्षेत्र अध्ययन पद्धति प्रथमे चलंतु जानिबा आमे तापर जो एक्सपोजिशन मेथड रहिला तारो भी डिस्कशन कर दिए केस स्टडी मेथड सर्वे मेथड कंपैरेटिव मेथड साइकोएनालिटिक मेथड साइकोफिजिकल मेथड इंटरव्यू मेथड जेनेटिक मेथड एक्सपेरिमेंटल मेथड क्लिनिकल मेथड ए सब मेथड को ब्रीफली आमे आगु को डिस्कशन करिबा चलंतु आमे फास्ट ताले पढ़िबा जो ऑब्जर्वेशन मेथड रो पार्ट इंट्रोस्पेक्शन मेथड एही प्रणाली रे व्यक्ति निजर मनोभाव चेतना भावना भावोद्रेक और अनुभव गुडी को निजे निजे अनुशीलन करे अर्थात निज मनर अभिज्ञता को निजे अवलोकन करी जानिबा को चेष्टा करिथाय देखंतु एबे जदि मन भितरे उदाहरण देखंतु एठी अछि जदि के दुखित हेले से निजे भाबे मु काहे के दुखित अनुभव करछि ए प्रक्रिया को आत्मनिरीक्षण कहा जाय देखिबे बेले बेले कोन हुए आमे गोटे जीवनर एमिति स्तर रे रही जे केते बेले दुख अछि केते बेले सुख अछि तेणु करी को मोमेंट रे हमकू खुशी फील हबो को मोमेंट रे हमकू दुख फील हबो सेटा आमर जो जिंस को आमे देखुचो सेठू जणा पड़े सेठू जिंसडा आसे तेणु करी बेले बेले लोक एमिति थांती निजर दुख जिंसडा को से जानी पारंतिनी जो भाव से माने कथा गुडी को सुनती किसी कटु कथा बहुत दिन रू कुहा होथुबो जोटा कि से माने कांदी की तो चुप हो जाउथबे किंतु भीतर से जिंस सब जाम हेगी कहती ना गोटे जते बेले गोटे ढाल पुरी आसे जते बेले गोटे आपण माने देखुथिबे गोटे गंध जिंस जते बेले पुरी आसीबो ता बहुत जोर दुर्गंध करे सेही भली गोटे मनुष्य केते बेले भी जानी पारेनी
तार ये जो दुख जिनसटा ताकू केते इफेक्ट पकाउछि तेणुकरी बेले बेले किछि लोक थिबे देखिबे कहबे एई सब बेले दुख गीत गुड़ा काहेकि दउछ किछि गोटे भल गीत दउन भगवान गीत दउन किछि गोटे खुशीर गीत दउन एमिति कहंती कोन पई कहंती काहेकि ना एही सब गीत कोउठी ना कोउठी आमे सुनी सिना दौ किंतु ताहा आम मन मध्यरे बहुत गभीर आघात पहुंचाए जहा कि परवर्ती पर्याय विराट आकार होगी जन्म निए गोटे विराट रोग नहीं जन्म निए गोटे विराट जिनस हो जाए जोटा को आमे अनुशीलन मध्य करि पारुनी किबा बुझी पारुनी किबा काहाकू कहि पारुनी तेणु करी निज मनोभाव को जानिबा दरकार निज को जिनस जदि को जिनस आपण मानकू कष्ट दउची जदि को जिनस शिक्षार्थी भी जानि पारुनी ताकू कष्ट दउची कोनोसी शिक्षार्थी को कटु कथा कहंतु नाही कोनोसी व्यक्तित्व को कटु कथा कहंतु नहीं मन को आघात हला भलिया कथा कहंतु नहीं काहेकि आपनकर छोट कथाटी हुए तो ता मनरे केबे गभीर आघात हेकि ताकू बहुत आघात लागि पारे जोटार हुए तो कोठी ना कोठी दोषी आपण भविष्य रे निजको फील करिवे तेणु करी जोटा मु कहिली एटा टिके मु बहुत भीतर को पळेइली जोटा लेखा आइछि एक्चुअली मु से जिनसटा कहूची निजको निजे आत्म अनुशीलन करिवो जेतेबेले देखिबे आपण माने केतेक व्यक्ति थांती हठात कांदिबे कोन पई जदि आपण किछि पचार देबे सने भव कांदिबे कोन पई किछि हुए तो आघात तांको बहुत दिनरु मिलु थाए जोटा कि से माने भितरे भितरे भाबंती आमे बहुत खराब रे अछु माने भाबी भाबी कांदंती एकांत रे कांदंती किछि काहाकू न जणै कि मन दुख करी कि बसंती तो सेटा कोन से जिनस जेतेबेले से माने निजे आत्म अनुभव करि पारथो किछि तो आत्म अनुभव भी करि पारंतिनी किछि लोक जो माने आत्म निरीक्षण करचंती सेडा बहुत पॉजिटिव साइन दोची कि से माने निजको गुटे आगो आडे बढ़ौचंती कि जाई कि से माने निजको साइकाइट्री को देखै पारंतु कोनोसी मनोविज्ञानी जे अछंती डॉक्टर हे गले तांको निज कथा कहि पारंतु जो द्वारा कोन तांको प्रॉब्लम रो सॉल्व होबो आ नहले से माने निजे जदि कहि भी परिबेनी से जिंस आस्ते आस्ते तांको गुटे खराब एमिति रास्ता रे पहुंचे जो लास्ट से मनुष्यर कोनोसी अस्तित्व ही रहिबनी तेणु करी जिए एई जिंस को अनुध्यान करी कि निज मनर दुख को जानि पारुची सी होची बेस्ट जिंस से जिंस से कोठु सिकुची एही एजुकेशनल साइकोलॉजी पढ़िबा द्वारा सिकुची एजुकेशनल साइकोलॉजी जदि जने जानि नथिबे ता साइकोलॉजी रो कोन सब रहिची तार ए जो मेथड सब रही एगुड़ा कौन ये सब जान नथिबे से केबे कहि परिबे कि से केबे बुझी परिबे कि जे मो दुख रे से खाली कहबे जे नाही मो ना मो मनटा दुख लाଗୁची मो मनटा दुख लाଗୁची एमिति कहिबे किंतु निजरो जो प्रॉब्लम रो सॉल्यूशन केबे भी पाई परिबेनी ଏହା କୁ ଦେଇଛନ୍ତି କିଏ propounded by E.B. टिचनर जदि भूल होतबो प्रोनाउंसिएशन रे टिके ये करिवे ये विलियम वुंट को स्टूडेंट थिले विलियम वुंट माने जे साइकोलॉजी रो प्रथम लैबोरेटरी स्थापन करथिले सब्जेक्टिव ऑब्जर्वेशन मेथड या सब्जेक्टिव अर्थ कोन व्यापकता यार छोट स्कोप नुहे यार स्कोप बहुत बड़ कहार बिरा कोनोसी जिनसटा को हमें छोट आकार रे कहि देई परिबा कि जोटा मु कहली बहुत दिनर कचड़ा ताको मन भितर थिबो जोटा कि बाहर बम भलिया बाहरिबो जतेबेले बहुत बड़ आकार रे बाहरिबो तो सेटा केबे भी छोट होई परिबो कि तेणु करी सेटा ऑब्जेक्टिव टाइप केबे भी परिबो सेटा सब्जेक्टिव टाइप रहइबो तेणु ऑब्जर्वेशन मेथड या कोन निजे निज को से ऑब्जर्वेशन करिवे गोटे शिक्षार्थी भी देखि देबे आपण से निजे जदि कहूची मते एटा भलो लागुनी मते एमती जिंस भल लागुनी तबे गोटे पॉजिटिव साइन भाबिबे कि से निजे निज को आत्म निरीक्षण करूची जो द्वारा से शिक्षकों को कहि पारुची आ जदि शिक्षक से टाइम रे न बुझी कि से तांकर कहिबे एगुडा सब पिलार कथा बुझिलेनी सुनिलेनी तबे कोन हो से हारासमेंट हे जिवो तार से आ काहाकू कहिबनी लास्ट चुप हे जिवो तो एई जिंस को जानिबा हमको के हेल्प करची एजुकेशनल साइकोलॉजी पढ़िबा द्वारा एबे बदरे हमें जानि परचे ओल्डेस्ट मेथड ऑफ साइकोलॉजी बहुत पुरातन मेथड ये नेक्स्ट मेथड को चलंतु जिबा ऑब्जर्वेशन मेथड बा एक्सट्रोस्पेक्शन मेथड पर्यवेक्षण पद्धति यह एक महत्वपूर्ण मनोवैज्ञानिक अध्ययन प्रणाली जो अनुसंधानकारी बा शिक्षक व्यक्ति आचरण क्रियाकलाप और प्रतिक्रिया गुड़ी को सजग भाव अवलोकन करी अनुध्यान करती उदाहरण एक शिक्षक जदि श्रेणी कक्ष छात्र माने किपरि अध्ययन करछंती शिक्षकों निर्देश उपरे किपरि प्रतिक्रिया करुछंती सेगुड़िक देखि नोट करती तेबे यह पर्यवेक्षण प्रणाली प्रक्रिया गुड़ी को सजग भाव अवलोकन करी तार रेकर्ड करे
ଯେମିତି ମୁଁ ଆପଣମାନଙ୍କୁ ଆଗରୁ କହୁଥିଲି, ଏବେ ସମସ୍ତେ ଟାୟାର୍ଡ, ଏବେ ସମସ୍ତେ କେହି ଗୋଟେ ଛୁଆକୁ ମାନେ ଦବା ପାଇଁ ଇଏ ନୁହନ୍ତି। ଏବେ ଗୋଟେ ସର୍ଟକଟ୍ ମେଥଡ ଚାଲିଛି ଆମ ଲାଇଫରେ, ବାସ୍ କିଛି ଗୋଟେ ପାଠ ପଢା ହେଇଗଲା, ହ୍ୱାଟ୍ସଆପରେ ମେସେଜ କରିଦିଅ। କିନ୍ତୁ ଗୋଟେ ଅସଲି ଶିକ୍ଷକ, ଗୋଟେ ଅସଲି ଶିକ୍ଷାର୍ଥୀର ପରିଚୟ କଣ, ପରିଭାଷା କଣ, ତାକୁ ଆଉ କେହି ବି ବୁଝୁନାହାନ୍ତି। ଏଇଟା ଉଦାହରଣରେ ସେ କଣ କହୁଛି, ଗୋଟେ ଶିକ୍ଷକ ଅନୁଧ୍ୟାନ କରିବେ। ଆଗରୁ କୋଉ ମେଥଡ ଥିଲା, ନିଜେ ନିଜକୁ ଅନୁଧ୍ୟାନ, ଆତ୍ମନିରୀକ୍ଷଣ କରିବା। ଏଇଟା କିଏ, ଜଣେ ସେ ଶିକ୍ଷକ ବି ହୁଅନ୍ତୁ, ସେ ବାପା ମା ବି ହୁଅନ୍ତୁ, ସେ ଯିଏ ବି ବ୍ୟକ୍ତିତ୍ବ ହୁଅନ୍ତୁ, ସିଏ ଆଉ ଜଣକୁ ଯେତେବେଳେ ଅନୁଧ୍ୟାନ କରୁଛନ୍ତି, ନିରୀକ୍ଷଣ କରୁଛନ୍ତି, ତାର ଆକ୍ଟିଭିଟି କେମିତି ରହୁଛି, ଏମିତି ସେ ଆକ୍ଟିଭିଟି କରୁଛି, ତାର ନିତିଦିନର କାର୍ଯ୍ୟ କଣ, ଏଇଗୁଡା। ଏଇ ଭିତରେ ଯଦି କୌଣସି ଜିନିଷ ତାଙ୍କୁ ଡିଫେକ୍ଟ ଦେଖାଯାଉଛି, ନିଶ୍ଚିତ ସେ ଜାଣିଯିବେ କି ନାଇଁ ତାର କିଛି ପ୍ରୋବ୍ଲେମ ଅଛି, ନିଶ୍ଚିତ ତାର କିଛି ଅସୁବିଧା ଅଛି। ସେ ଜିନିଷକୁ ଅଧ୍ୟୟନ କରନ୍ତି କିଏ, ଶିକ୍ଷକ ଅଧ୍ୟୟନ କରି ଜାଣିବେ ଗୋଟେ ଶିକ୍ଷାର୍ଥୀର ମନୋଭାବ ଆଜି କେମିତି ରହିଛି, ଯିଏ ତାକୁ ଅନୁଶୀଳନ କରିବା ଦରକାର। କିନ୍ତୁ ଆଜିର ସମାଜ ବହୁତ ଟାୟାର୍ଡ ହେଇଗଲେଣି ଏଇସବୁ ଜିନିଷ କରିବାରେ। ତେଣୁକରି ସଜାଗ ରୁହନ୍ତୁ, ପ୍ରତ୍ୟେକଟି ଶିକ୍ଷାର୍ଥୀଙ୍କୁ ସେମିତି ମାନେ ଅବଜରଭେସନ କରନ୍ତୁ, ଯଦ୍ୱାରା ଜାଣିପାରିବେ ତାର ମନୋଭାବରେ କଣ ଚାଲିଛି, ଯଦ୍ୱାରା ପାଠ ପଢାଟା ଆହୁରି ସଫଳ ହବ। ଗୋଟେ ମନ ଦୁଃଖ ଥିବା ପିଲାକୁ ଯଦି ଆମେ ଜବରଦସ୍ତି ମାଡ଼ ମାରିକି କହିବା ତୁ ଆହୁରି ପାଠ ପଢ, ତୁ ଏଇଟା କଣ ପାଇଁ ଭୁଲ କଲୁ, ତୁ ଏଇଟା, ସେ ପାଠ ପଢାକୁ ବନ୍ଦ କରିଦେଇକି ପଳେଇବ, ନହେଲେ ନିଜେ କିଛି ଭୁଲ ଡିସିସନ ନେଇଯିବ। ତେଣୁକରି ଆମେ ସେ ପ୍ରତି ସଜାଗ ରହିବା ଦରକାର, ସେ ପ୍ରତି ଆମେ ଜାଣିବା ଦରକାର କି ତାର ମନ ଅବସ୍ଥା କଣ ରହିଛି। ମନ ଅବସ୍ଥା ଯଦି ଭଲ ନଥିବ, ଶିକ୍ଷାଦାନ ପ୍ରକ୍ରିୟା କେବେ ବି ସଫଳ ହୋଇପାରିବ ନାହିଁ। ଏହାକୁ ଦେଇଥିଲେ କିଏ, propounded by J.B. Watson. It's helpful where experiment can't be conducted. ଯୋଉଠାରେ ଏକ୍ସପେରିମେଣ୍ଟ ହେଇପାରିବନି, ଏଇଟାରେ କୌଣସି ଏକ୍ସପେରିମେଣ୍ଟ କର, ଜଣେ ଅନୁଧ୍ୟାନ କରନ୍ତି, ନ୍ୟାଚୁରାଲିଷ୍ଟିକ ଅବଜରଭେସନ, ନ୍ୟାଚୁରାଲ ମାହୋଲରେ ଅବଜର୍ଭ କରନ୍ତି ଶିକ୍ଷକ। ଶିକ୍ଷକ ଏବେ ଶିକ୍ଷାର୍ଥୀକୁ ଦେଖୁଛୁ, ଗୋଟେ ଶିକ୍ଷାର୍ଥୀକୁ ନେଲେ କି ମୁଁ ଏଇ ଶିକ୍ଷାର୍ଥୀକୁ ମୁଁ ଅନୁଧ୍ୟାନ କରିବି, ତ ସେ ଗୋଟେ ନ୍ୟାଚୁରାଲ ମାହୋଲରେ ତାକୁ ଅନୁଧ୍ୟାନ କରିବେ ନା, ତାକୁ କହିକି ଅଧ୍ୟୟନ କରିବେ ଯେ ନାଇଁ ମୁଁ ତତେ ଅନୁଧ୍ୟାନ କରୁଛି। ସେମିତି ହୁଏନି, କୌଣସି ପ୍ରକାର ନ୍ୟାଚୁରାଲ ଏନଭାୟରନମେଣ୍ଟରେ ତାକୁ ସେ ଅନୁଧ୍ୟାନ କରନ୍ତି, ଅବଜେକ୍ଟିଭ ଅବଜରଭେସନ। ନେକ୍ସଟ ଆମେ ଚାଲନ୍ତୁ ଯିବା ଏକ୍ସପେରିମେଣ୍ଟାଲ ମେଥଡ, ପରୀକ୍ଷଣ ପଦ୍ଧତି। ଏହି ପ୍ରଣାଳୀ ହେଉଛି ମନୋବିଜ୍ଞାନର ସବୁଠାରୁ ବିଜ୍ଞାନ ସମ୍ପନ୍ନ ନିଶ୍ଚିତ ଅଧ୍ୟୟନ ପ୍ରଣାଳୀ। ଏଥିରେ ଶୋଧକ କୌଣସି ନିର୍ଦ୍ଦିଷ୍ଟ ଘଟଣା, ବ୍ୟବହାର ବା ପ୍ରତିକ୍ରିୟା ଉପରେ ପରୀକ୍ଷା କରି ତାର କାରଣ ପରିଣାମ ଖୋଜନ୍ତି। ଉଦାହରଣ ସ୍ୱରୂପ, ଏକ ଶିକ୍ଷକ ଯଦି ଛାତ୍ରମାନଙ୍କୁ ଦୁଇ ଦଳରେ ବାଣ୍ଟି ଗୋଟେ ଦଳକୁ ସଙ୍ଗୀତ ଶୁଣି ଅଧ୍ୟୟନ କରିବାକୁ ଏବଂ ଅନ୍ୟ ଦଳକୁ ନୀରବ ପରିବେଶରେ ଅଧ୍ୟୟନ କରିବାକୁ କହି ଦୁଇ ଦଳର ଫଳାଫଳ ତୁଳନା କରେ, ତେବେ ଏହା ହେଉଛି ପରୀକ୍ଷଣ ପ୍ରଣାଳୀ। ପରୀକ୍ଷଣ ଯୋଉଠି ଏକ୍ସପେରିମେଣ୍ଟ ଆମେ କରୁ। ଆମେ ଧରାଯାଉ, ଏଇଟା ତ ଗୋଟେ ଉଦାହରଣ ଆପଣମାନଙ୍କୁ ମୁଁ ଏଇଠି ଦିଆହେଇଛି, ଆଉ ଗୋଟେ ମୁଁ ଉଦାହରଣ ଦେବା ପାଇଁ ଚାହିଁବି। କୌଣସି ଗୋଟେ ଗ୍ରୁପରେ ଆପଣ ମାନେ ରଖିଦେଲେ କି ସ୍ଲୋ ଲର୍ଣ୍ଣର, ଆଉ ଗୋଟେ ଗ୍ରୁପରେ ଆପଣ ମାନେ ଯୋଉମାନେ ଭଲ ଲର୍ଣ୍ଣର ଅଛନ୍ତି ତାଙ୍କୁ ଦେଖିଦେଲେ, ତ ଆପଣ ମାନେ ଦୁଇ ଜଣଙ୍କୁ ଟାସ୍କ ଦେଇଦେଲେ, ନିଶ୍ଚିତ ଆପଣ ମାନେ ସେଇଠୁ ଜାଣିପାରିବେ କି ଭଲ ମାନେ ଜଲ୍ଦି କରିକି ଦେଇଦେବେ। କିନ୍ତୁ ସ୍ଲୋ ଲର୍ଣ୍ଣର ଭିତରେ ଯୋଉମାନେ ଆଉ ଟିକେ ସ୍ଲୋ ଲର୍ଣ୍ଣର ଥିବେ କିମ୍ବା ଆଉ ଟିକେ ଇଏ କରିଥିବେ, ସେମାନଙ୍କୁ ବି ତ ଆପଣ ଜାଣିପାରିବେ, ସେମାନଙ୍କୁ ବି ତ ଆପଣ ମାନେ ପରିଲକ୍ଷଣ, ସମସ୍ତଙ୍କୁ ସ୍ଲୋ ମାନେ ସମସ୍ତଙ୍କୁ ସ୍ଲୋ କ୍ୟାଟେଗୋରୀରେ ନେଇଯିବେ। ସେଇ ଭିତରୁ ଆପଣଙ୍କୁ ଆଉ କିଛିଟା ଭଲ ସାଇନ୍ ତ ମିଳିପାରିବ, କି ଗୋଟେ ଭଲ ଶିଖୁଛି ତ ଆପଣ ମାନେ ଜାଣିପାରିବେ। ତ ସେଇଟା କଣ, ଏକ୍ସପେରିମେଣ୍ଟ କରାହେଲା। ଏଇଠି ଯେମିତି କୁହାହେଲା, ଗୋଟେ ଶିକ୍ଷକ ଛାତ୍ରଙ୍କୁ ଦୁଇ ଦଳରେ ବିଭକ୍ତ କରିଦେଲେ, ଗୋଟେ ଦଳକୁ ସଙ୍ଗୀତ ଶୁଣି ଆଉ ଗୋଟେ ଦଳକୁ ନୀରବ ପରିବେଶନରେ ଅଧ୍ୟୟନ କରିବାକୁ କହିଲେ। ଗୋଟେ ଯିଏ ସଙ୍ଗୀତ ଶୁଣୁଥିବ ସେ କେବେ ବି ଭଲ ପାଠ ଭଲସେ ପଢିପାରିବ, ସେଆଡେ ମନଟା ଯିବ। ଗୋଟେ ଦଳକୁ ପଢିବ, ଆଉ ଗୋଟେ ଦଳକୁ କଣ, ନୀରବ, ଆଉ ଗୋଟେ ଦଳକୁ ଗୋଟେ ନିକାଞ୍ଚ ପରିବେଶ ଦେଇଦେଲେ। କୋଉଠି ପାଠ ପଢାଟା ଭଲ ହବ, ଯୋଉଟା ପୁରା ପରିବେଶ ପୁରା ଶାନ୍ତ ଥିବ, ସରଳ ଥିବ, ଖୁସି ମାହୋଲରେ ଥିବ, ସେଇଠି ପାଠ ପଢାଟା ସଫଳ ହବ। ସେଇଟାକୁ କୁହାଯାଏ ଏକ୍ସପେରିମେଣ୍ଟାଲ ମେଥଡ। ଏହାକୁ କିଏ ଦେଇଛନ୍ତି, ୱିଲିୟମ ଉଡ୍ ଦେଇଛନ୍ତି, ଯିଏକି ଲ୍ୟାବ୍ ଟେଷ୍ଟ 1879 ମସିହାରେ ଜର୍ମାନୀ, ଯୋଉଟା ମୁଁ କହିଥିଲି ଆପଣମାନଙ୍କୁ ଆଗରୁ, ଅବଜେକ୍ଟିଭ ମେଥଡ ଅଫ ବିହେଭିୟର ଷ୍ଟଡି। ବିହେଭିୟରକୁ ଆମେ ଏଥିରେ କଣ କରୁ, ଷ୍ଟଡି କରୁ, ଯେ କେମିତି କଣ କିଏ କେମିତି ଦେଖଉଛି, ତାର ବିହେଭିୟର କେମିତି, ବିହେଭିୟର ଷ୍ଟଡି ଉପରେ ସିଏ ମାନେ ଗୁରୁତ୍ୱାରୋପ କରିଥିଲେ ବୋଧେ। ଏଇ ୱିଲିୟମ ଉଡ୍ ବିହେଭିୟରକୁ ଗୁରୁତ୍ୱ ଦଉଥିଲେ।
स्टेप्स इन एक्सपेरिमेंटल मेथड कौन रही आइडेंटिफिकेशन ऑफ द प्रॉब्लम एक्सपेरिमेंटल मेथड रे आमे किछिटा स्टेप फॉलो करू से स्टेप गुडी को कौन प्रथमे आइडेंटिफिकेशन ऑफ द प्रॉब्लम कौन रही जोटा प्रॉब्लम अर्थ नहीं आपण मान गोटे समस्या प्रॉब्लम अर्थ होची आपण जहा ऊपर विषय जो विषय ऊपर परीक्षा करिया पई चाहुचंती ताको आमे प्रथमे आइडेंटिफाई करिबा परीक्षा को नबा जो विषय रे आमे अध्ययन करिया पई चाहुचे तापर फॉर्मुलेशन ऑफ हाइपोथेसिस अर्थ कौन किछिटा परिकल्पना अनुमान किछिटा अनुमान को आमे कौन कलु निज हस्तगत रे नेलु तापर डिजाइनिंग द एक्सपेरिमेंट सिद्धांत उपरे आमे कौन कलु से जो सिद्धांत को नेइथिलु आमे हाइपोथेसिस सेई भितरु आमे कौन कलु एक सबु ये को डिजाइन कलु एक्सपेरिमेंट को नहीं कि डिजाइन कलु किछिटा इंडिपेंडेंट वेरिएबल डिपेंडेंट वेरिएबल कंट्रोल वेरिएबल ए भली माने वेरिएबल गुडी को नहीं इंडिपेंडेंट डिपेंडेंट आउ कंट्रोल वेरिएबल कौन इंडिपेंडेंट मु शॉर्ट रे कहि दोची इंडिपेंडेंट वेरिएबल हला जहा को हमें परिवर्तन करि परिबा डिपेंडेंट वेरिएबल जहा मापिबा को इच्छा थिबो जोटा मापिबा पे इच्छुक थिबो जेमति कि एग्जांपल मेमोरी टेस्ट रो जो माप थाए से सब आउ कंट्रोल वेरिएबल जहा को हमें धरी रखि परिबा जेमति कि गोटे समय हे गला से समयटा को हमें तो ये करि परिबा ना माने से समय अनुसार गोटे निर्धारण वेरिएबल ये करि परिबा सेटा को कंट्रोल वेरिएबल बोली कहा जाए तो ए वेरिएबल विषय रे ब्रीफली आगु को हमें डिस्कशन करिबा ए सब वेरिएबल किछटा ग्रुप्स प्रोसीजर फॉलो करिकि कोन वे डिजाइन करंती एक्सपेरिमेंट तापर हाइपोथेसिस को टेस्ट करा जाए को जो परिकल्पना आमे नेइथिलु जो अनुमान गुडी को नेइथिलु ताको आमे टेस्ट करू कोटा सक्सेसफुल होची कोटा अनसक्सेसफुल होची एनालिसिस ऑफ रिजल्ट तापर रिजल्ट को एनालिसिस करू कोटा हमकु सटीक रिजल्ट दूची कोटा केमती रिजल्ट दूची ताको आमे जता बेले निरीक्षण करू तापर इंटरप्रिटेशन एंड कंक्लूजन ऑफ रिजल्ट तापर जहा बाहर आमे ताको इंटरप्रेट करू बा जोड़ा इभालुएशन कहा जाए जोड़ा बाहरिला रिजल्ट जेमिति कि गोटे शिक्षार्थी को आमे तार प्रॉब्लम विषय जानलु मु आपन गोटे एग्जांपल हिसाब रे बुझौछि बुझी परिबे ठीक से गोटे एबे शिक्षार्थी गोटे स्लो लर्नर अछि गोटे पाठ पढ़ा तार प्रॉब्लम को आपन आइडेंटिफाई करले से कोउथि पई पाठ पढ़ु नाही एटा होछि प्रॉब्लम तो फॉर्मुलेशन ऑफ हाइपोथेसिस रे आमे कोन नेलु आमे अनुमान किछिटा नेलु जे तार ये कारण पई किछि 1 2 3 करी के एमति कारण किछिटा लेखु जोडा कि आमे अनुमान नेलु ए चारटा भितरु कोउटा गोटे हेइ थई पारे सेई नै कि आमे गोटे एक्सपेरिमेंट डिजाइन करलु किछिटा वेरिएबल नेलु ताकू को जिंस देले से सक्सेसफुल हे परिबो कोनटा करले से एमति करि परिबो किछिटा सेई हिसाब रे नै कि ग्रुप भी डिसाइड करलु किछिटा प्रोसीजर नेलु तापरे जो हाइपोथेसिस आमे नेइथिलु ताकू आमे कोन करलु टेस्ट करलु को अनुमानटा हमरो आमको रिजल्ट दबो तापरे रिजल्ट को एनालिसिस करलु से ताकू तापरे आमे कोन करलु परीक्षा रे ताकू बसेइलु जे एबे देखिबा एई आमे एई जिंसटा प्रयोग करि सारिबा परे तार रिजल्ट किपरि होउची गोटे स्लो लर्नर रो कथा जतेबेले मु कहूची जदि ता रिजल्ट भलो बाहरिला तबे कोन हला हमर हाइपोथेसिस जोटा आमे नेइथिलु सेटा हमर सक्सेसफुल हैला जोटा अनुमान जो परिकल्पनाटा आमे नेइथिलु आउ जदि सक्सेसफुल न होला पुणी आउ थरे आमे सेही प्रॉब्लम को आइडा पुणी सेही प्रोसेस चलिबो सेटा को आमे कोन करू एक्सपेरिमेंटल मेथड बोली कहि थाउ तार स्टेप नेक्स्ट जो सब मेथड रहिला आमे नेक्स्ट क्लास रे सेगुडा सब आलोचना करिबा ता सेथि पई एई जो पाठ पढ़ाटा केते भलो लागिला कोन लागिला आपण माने कहिबे मु एबे टिके पाठ पढ़ेबा पई आपण मानकू जस्ट चाहूची मोर जतिकी अच्छी ज्ञान आपण मानक सहित बांटी भी जदि मो पाठ पढ़ा आपण मानकू भलो लागु थाए लाइक शेयर सब्सक्राइब कर देबे एवं जदि कोनोसी डाउट रहि जाउची जदि कोनोसी माने बुझी पारु नांती तबे आपण माने कमेंट सेक्शन रे मध्ये मते जणाई परिबे सेतिकी पर्यंत रहिली नमस्कार एजुकेट चैनल को एपरे भलो पाइबा दउथांतु रोची नमस्कार।